शुभ अपराह्न ସମସ୍ତଙ୍କୁ ଆଜିର କ୍ଲାସ୍‌କୁ ସ୍ୱାଗତ। ତ ବିଗତ କ୍ଲାସ୍ ଗୁଡ଼ିକରେ ଆମେ ବିଭିନ୍ନ ପ୍ରକାରର ଇତିହାସିକ ବିଭିନ୍ନ ପ୍ରକାରର ପରିସର, ଏହାର ବିଭିନ୍ନ ବିଭାଗ ସହିତ ସମ୍ପର୍କ, ପ୍ରାଗୈତିହାସିକର ବିଭିନ୍ନ ଉପକରଣ, ସେ ଉପକରଣ ତିଆରି କରିବାର ପ୍ରବିଧିମାନ, ଏହା ବ୍ୟତୀତ ବିଭିନ୍ନ ପ୍ରକାରର ପ୍ରସ୍ତର ଯୁଗ ବିଷୟରେ ଆମେ ପଢ଼ି ଚାଲିଛେ। ତ ବର୍ତ୍ତମାନ ମୁଁ ଆପଣମାନଙ୍କୁ ବିଭିନ୍ନ ପ୍ରକାରର ଉପକରଣ ଗୁଡ଼ିକର ନାଁ ସବୁ କହିଥିଲି। ତ ଏବେ ଆପଣଙ୍କୁ ଦେଖେଇଦେବି ସେ ଉପକରଣରେ ମୁଁ ଯେଉଁ କହିଥିଲି ଆପଣଙ୍କୁ କି ପ୍ରାଇମେରୀ ମାନେ ପ୍ରଥମରେ କେମିତି ତାର ଯେଉଁ ସଲକନ ବାହାର କରିବେ, ଯେମିତି ଦ୍ୱିତୀୟରେ କେମିତି ସଲକନ ବାହାର କରିବେ, ତାର କର୍ତ୍ତନ ଧାର କୋଉଟା ଏବଂ ଧରିବାର ଧାର କୋଉଟା। ସୋ ଏଇ ଯେଉଁ ବିଭିନ୍ନ ପ୍ରକାରର ଆମର ମାନେ ଉପକରଣ ଗୁଡ଼ିକ ଅଛି, ଏ ଚିତ୍ର ଗୁଡ଼ିକରେ ଆପଣଙ୍କୁ ପୁରା ସ୍ପଷ୍ଟ ଭାବେ ଦେଖାଯିବ କି ଉପକରଣ ଗୁଡ଼ିକର ନାମ କ'ଣ, ସେଗୁଡ଼ାର ପ୍ରୋଫାଇଲ୍ ମାନେ ତାର ଯେଉଁ ଧରିଲେ ଯେଉଁ ଧର ଗୋଟେ ହାତରେ ମୁଁ ଧରିଲି ତାର ବାହାରର ଭାଗ ଅଥବା ଡୋର୍ସାଲ ସରଫେସ୍ ଏବଂ ତା ଭିତର ଭାଗ ଗୁଡ଼ିକ କେମିତି ଦେଖାଯାଏ, ଏବଂ ଆମେ ଯେଉଁ ବିଭିନ୍ନ ପ୍ରକାର ଫ୍ଲେକିଂ କରୁଛୁ ବା ଆମେ ଯେଉଁ ବିଭିନ୍ନ ସଲକନ ପଦ୍ଧତି କରୁଛୁ, ସେ ସଲକନ ପଦ୍ଧତିରେ କେମିତି ସଲକନ ସବୁ ବାହାରୁଛି। ତ ପ୍ରଥମ ଉପକରଣଟି ହେଉଛି ଆମର ଚପର, ଯେଉଁଟାକି ମୁଁ ଆପଣଙ୍କୁ କହିଥିଲି କି ସେଟା ପୂର୍ବତନ ପ୍ରସ୍ତର ଯୁଗରେ ବହୁତ ବହୁଳ ମାତ୍ରାରେ ଦେଖାଯାଉଥିଲା। ଠିକ୍ ଅଛି। ତ ସେଇ ଯେଉଁ ଆମର ଚପର ହେଲା, ଠିକ୍ ଅଛି, ଏ ଚପର ଗୁଡ଼ିକ ଆପଣ ଦେଖନ୍ତୁ, ମୁଁ ଆପଣଙ୍କୁ କହିଥିଲି କି ଏହାର ଦୁଇଟି ଭାଗ, ତ ଗୋଟେ ହେଉଛି ଡୋର୍ସାଲ ସରଫେସ୍ ଆଉ ଗୋଟେ ହେଉଛି ଭେଣ୍ଟ୍ରାଲ, ମାନେ ଭିତର ପଟଟା ଏବଂ ବାହାର ପଟଟା। ତ ଏଇ ଯେଉଁ ଆପଣ ଦେଖୁଛନ୍ତି ଏଇ ଯେଉଁ ଚପର ଦେଖନ୍ତୁ, ଏଇ ଯେଉଁ ତଳକୁ ଯେଉଁଠି ଗୋଲିଆ ଆକାରରେ ଅଛି ସେଥିରେ ଆମେ ଧରୁ, ତାକୁ ଆମେ ଧରିଥାଉ। ଏବଂ ଉପରେ ଦେଖନ୍ତୁ ଗୋଟେ ତୀକ୍ଷ୍ଣ ଭାଗ ଭି ଭଳିଆ ଗୋଟେ ଭାଗ ଅଛି, ତାକୁ କୁହନ୍ତି ତାର କର୍ତ୍ତନ ଅଗ୍ର, ଆଉ ତାକୁ ଜିଗଜା କଟିଂ ଏଜ୍ ବି କୁହନ୍ତି। ଠିକ୍ ଅଛି। ଏଇ ଯେଉଁ ଦେଖନ୍ତୁ ବଡ଼ ବଡ଼ ଗୋଲିଆ ସେପ୍ରେ ହେଇଛି, ଏଇ ଦେଖନ୍ତୁ ବଡ଼ ବଡ଼ ଏମିତି ଗୋଲ ଗୋଲ ହେଇଛି, ଏଗୁଡ଼ାକୁ କୁହନ୍ତି ପ୍ରାଇମେରୀ ଫ୍ଲେକିଂ। ହେଲା, ପ୍ରାଇମେରୀ ଫ୍ଲେକିଂ ମାନେ ପ୍ରଥମରେ ଯେଉଁ ସଲକନ ଗୁଡ଼ାକ ଆମେ ବାହାର କରିଦେଉ, କି ସଲକି ଗୁଡ଼ା ଯେଉଁ ବାହାର କରିଦେଉ, କି ସଲକନ ବାହାର କରିବାର ଯେଉଁ ପଦ୍ଧତିରେ ପ୍ରଥମଟା ଫାଷ୍ଟ ମାଡ଼ରେ ଯେଉଁ ସଲକି ଗୁଡ଼ା ଆମର ବାହାରିଗଲା, ଯେଉଁ ଫ୍ଲେକ୍ ଗୁଡ଼ା ଆମର ବାହାରିଗଲା, ତାକୁ କୁହନ୍ତି ପ୍ରାଇମେରୀ ଫ୍ଲେକିଂ। ମାନେ ବଡ଼ ବଡ଼ ଆକାରରେ ଦେଖନ୍ତୁ କେମିତି ସେପ୍ର ହେଇକି ଭି ସେପ୍ର ହେଇକି ବଡ଼ ବଡ଼ ବାହାରି ଯାଇଛି। ଠିକ୍ ଅଛି। ତ ଏଇଟା ହେଉଛି ବାହାର ଫେସ୍ଟା। ଯେତେବେଳେ ଆମେ ତାକୁ ଓଲଟେଇ ଦେବୁ, ଠିକ୍ ଓଲଟେଇ ଦେବୁ, ଏଇଟା ହେଉଛି ତା ଭିତର ଫେସ୍ଟା। ଏଇଠି ଦେଖନ୍ତୁ ଆପଣ ଓଲଟେଇ ଦେଲେ, ଏଇଠି ଦେଖନ୍ତୁ ଆଉ ଛୋଟ ଛୋଟ ଜିନିଷ। ତ ଏଇଠି କ'ଣ କି ସବୁ ବଡ଼ ବଡ଼ ଫ୍ଲେକ୍ ଗୁଡ଼ା ବାହାର କରାହେଇଛି। ହେଲା, ଏବଂ ଏହାର ଧରିବାର ଜାଗାଟା ଯେଉଁଟା ଧରୁ ସେଟା ବଡ଼, ଯେହେତୁ ସେତେବେଳେ ସେମାନେ ପୁରା କୋର୍ ପେବୁଲ୍ ଟୁଲ୍ରେ ବଡ଼ ବଡ଼ ପଥରରେ କରୁଥିଲେ, ତେଣୁ ତାର ପ୍ରାଇମେରୀ ଫ୍ଲେକିଂ ଗୁଡ଼ା ମାନେ ପ୍ରଥମ ଫ୍ଲେକ୍ ବାହାରିଗଲା ପରେ ପୁରା ବଡ଼ ବଡ଼ ଦାଗ ଚିହ୍ନ, ଯେତେବେଳେ ଆମେ ମାନେ ୟାକୁ ପ୍ରାକ୍ଟିକାଲରେ ଡ୍ର କରୁ, ଆମେ ଏଇ ଚିତ୍ର ଗୁଡ଼ାକୁ କରିବା ପାଇଁ ଥାଏ ନା ଆମର ଏ ପ୍ରି ହିଷ୍ଟ୍ରିରେ, ତ ଆମେ କ'ଣ କରୁ ଚକ୍ରେ ଏଗୁଡ଼ାକ ସବୁ ଦାଗ ପକେଇ ଦେଉ। ଠିକ୍ ଅଛି, ଚକ୍ରେ ଦାଗ ପକେଇ ଦେଉ। ତାପରେ ଆମେ ଧୀରେ ଧୀରେ ପେନସିଲରେ ଖାତାରେ ଛୋଟ ଛୋଟ ଚିତ୍ର କରି ସେଇ ଚକ୍ରେ ଯେଉଁ ଦାଗ ଗୁଡ଼ା ପଡ଼ିଲା ତାକୁ ସବୁ ମାପି ଜୁପିକି ଧୀରେ, ଏମିତି ନାହିଁ କି ଗୋଟା ପଥର ନେଇକି ଖାତା ଉପରେ ରଖିକି ଚିତ୍ର କରି ପକେଇବୁ। ପିଲା ସେମିତି ବି କରନ୍ତି, ଯେହେତୁ ଆମର ୟାର ପ୍ରାକ୍ଟିକାଲ ରେକର୍ଡ ବହୁତ ବଡ଼, ତେଣୁକରି ବଡ଼ ବଡ଼ ରେକର୍ଡରେ ପିଲା କ'ଣ କରନ୍ତି, ପୁରା ରଖିକି ଧୀରେ ଧୀରେ ଚକ୍ରେ ଗାର କରି ପେନସିଲରେ ଡଟ୍ କରିକି ସୁନ୍ଦର ସେ ତିଆରି କରନ୍ତି। ଠିକ୍ ଅଛି। ବର୍ତ୍ତମାନ ଆମେ ଆସିବା ଆମର ଦ୍ୱିତୀୟ ଉପକରଣଟି କ'ଣ, ଆମର ହ୍ୟାଣ୍ଡେକ୍ସ ଅଥବା ହସ୍ତକୁଠାର। ଏଇଟା ହେଉଛି ଆବେବେଲିଆନ ହ୍ୟାଣ୍ଡେକ୍ସ। ମୁଁ ଆପଣମାନଙ୍କୁ କହିଥିଲି କି ଆବେବେଲିଆ ଜାଗାରୁ ବାହାରିଛି ବୋଲି ଏଇଟା ଆବେବେଲିଆନ ହ୍ୟାଣ୍ଡେକ୍ସ। ତ ୟାକୁ ଦେଖନ୍ତୁ, ୟାର ସେଇଭଳି ଆମେ ଦୁଇଟି ଭାଗ ଦେଇଛେ, ଗୋଟେ ହେଉଛି ବାହାରର ଏବଂ ଆଉ ଗୋଟେ ହେଉଛି ଭିତର, ଡୋର୍ସାଲ ବାହାର ଭିତର। ଏଇଟା ହେଉଛି ତାର ପ୍ରୋଫାଇଲ୍, ମାନେ ତାକୁ ଏମିତି ସିଧା ଛିଡ଼ା କରିଦେଲେ ଦେଖାଯାଏ ଏମିତି। ଠିକ୍ ଅଛି। ଏଇଟା ତାର ସବୁ ଛୋଟ ଛୋଟ କ୍ରସ୍ ସେକ୍ସନ, ଏଇଟା ଛାଡ଼ିଦେଲେ, ଗୋଟେ ପ୍ରାକ୍ଟିକାଲ ଭଳି ଦରକାର ହୁଏ। ଆମର ବର୍ତ୍ତମାନ ଥିଓରି ପାଇଁ ଯେତିକି ଜିନିଷ ଦରକାର ମୁଁ ସେତିକି କହିଦେବି ଆପଣଙ୍କୁ। ତ ଏଇଠି ଦେଖନ୍ତୁ, ଏଇଟା ବି ସବୁ ପ୍ରାଇମେରୀ ଫ୍ଲେକ୍ ବାହାରିଛି। ଠିକ୍ ଅଛି। ମାନେ ଆମେ ମାଡ଼ ଦେଲା ଫଳରେ ଯେଉଁ ବାହାରିଗଲା, ଆମର ଯେଉଁ ସଲକି ଗୁଡ଼ା ବାହାରିଗଲା, ସବୁ ବଡ଼ ବଡ଼ ଯେତିକି ଆପଣ ଚିହ୍ନ ସବୁ ଗାର ଦେଖୁଛନ୍ତି, ସବୁ ପ୍ରାଇମେରୀ ଫ୍ଲେକ୍ ଗୁଡ଼ା ଆମର ବାହାରିଛି।
ଏବଂ ୟାର ଦେଖନ୍ତୁ ଏଟାକୁ ଆପଣ ଏଇ ଯେଉଁ ଲମ୍ବାଳିଆ ଦେଖୁଛନ୍ତି, ଏଇ ଲମ୍ବାଳିଆ ଯେଉଁ ଉପର ଆଡ଼େ ଯେଉଁ ମୁହଁଟା ଅଛି, ଯେଉଁ ଉପରକୁ ମୁହଁଟା ଅଛି, ସବୁବେଳେ ମନେ ରଖିବେ ଏଇ ଯେଉଁ ଆମର ଏଇ ଯେଉଁ ଉପକରଣ ଗୁଡ଼ାକୁ ସବୁବେଳେ ଆମେ ଏମିତି କରୁ କି ଯେଉଁ ଜାଗାଟାରେ ଆମେ ଧରାଯାଏ ସେଟାକୁ ଆମେ ତଳ ଆଡ଼େ କରୁ ଏବଂ ଯେଉଁଟାକୁ ଆମେ କାମରେ ଲଗାଉ ସେଟାକୁ ଆମେ ଉପର ଆଡ଼େ ଧରିଥାଉ। ତେଣୁ ବର୍ତ୍ତମାନ ଦେଖନ୍ତୁ ଏଇ ଯେଉଁ ଆମର ଏଇ ଯେଉଁ ହସ୍ତକୁଠାର ଆଭେଲେବଲ୍ ହସ୍ତକୁଠାର ତାର ଉପର ଅଂଶରେ ଦେଖନ୍ତୁ କେମିତି ଟେପର ହେଇକି ମାନେ ଚୁଞ୍ଚିଆ ହେଇକିନା ଅଛି। ଆପଣ ଆମର ଚପରରେ ଦେଖନ୍ତୁ ୟାର ମୁହଁଟି କର୍ତ୍ତନ ଅଙ୍ଗଟି ହେଉଛି ଟିକେ ଚଉଡ଼ା ଏବଂ ୟାର ହେଉଛି ଟିକେ ସରୁଆ। ଆପଣମାନଙ୍କୁ ମୁଁ କହିଥିଲି କେମିତି, ତ ସିଏ କହୁଛନ୍ତି କି ଏଇଟା କୋଉ ଆମର କୋଉ ସଂସ୍କୃତିକୁ ଯାଉଛି, ଆମର ହେଉଛି ପୁରା ପୁରାତନ ପ୍ରସ୍ତର ଲୋୟର ପାଲେଥିକ୍ ଏଜକୁ, ଏବଂ ଏଇଟା କୋଉ ଧାତୁରେ ତିଆରି, କ୍ୱାର୍ଜାଇଟରେ ତିଆରି। ଠିକ ଅଛି। এটা ଦେଖନ୍ତୁ ତାର ଆଭେଲେବଲ୍ ହ୍ୟାଣ୍ଡେକ୍ସର ମାନେ ଅରିଜିନାଲ ଯୋଉଟା ଏଇଟା ତ ଆପଣ ସ୍କେଚଟା ଦେଖିଲେ କି ଏମିତି ଆପଣ ଡାଇଗ୍ରାମଟା କରିବେ। ଏଇଟା ଦେଖନ୍ତୁ ତାର ଅରିଜିନାଲ ଇଏଟା କେମିତି ଦେଖନ୍ତୁ ଦର୍ଶାଲେ କେମିତି ଦେଖାଯାଉଛି ଏବଂ ଏଇଟା କେମିତି ତାର ଭେଣ୍ଟ୍ରାଲ ଫେସ୍ଟା କେମିତି ଦେଖାଯାଉଛି ଦେଖନ୍ତୁ, ଭିତରଟା କେମିତି ଦେଖାଯାଉଛି। ଏବେ ଆମେ ପଳେଇ ଆସିବା ଆଚୁଲିଆନକୁ। ଠିକ ଅଛି। ତ ଏଇ ଆଚୁଲିଆନରେ କ'ଣ ହେଲା, ଆପଣ ଜାଣିଛନ୍ତି ଆଚୁଲିଆନଟା ସେ ନାଁ ହିସାବରେ ହେଇଛି ହସ୍ତକୁଠାରଟି। ତ ଏଇଟା ବାହାର ଭାଗ, ଏଇଟା ଭିତର ଭାଗଟି। ଠିକ ଅଛି। ଆମର ଏଇଥିରେ ସବୁ କ'ଣ କି ଆମର ଏଇଟା ଉପରଟା ହେଉଛି ଆମର କାମ କରିବାର ଅଂଶଟା ଯେଉଁଟା କର୍ତ୍ତନ ଅଙ୍ଗ କହନ୍ତି। ଏ ତଳଟା ଯେଉଁଟା ଦେଖୁଛନ୍ତି ଆପଣ ଟିକେ ଏମିତି ମାନେ ଲାଇନ୍ ଭଳିଆ ପଡ଼ିଛି, ସେଠିରେ ଆମେ ଧରିଥାଉ। ଏଥିରେ ପ୍ରାଇମେରୀ ଫ୍ଲେକ୍ସ ସବୁ କଢ଼ା ହେଇଥାଏ। ତା ବାଦେ ଏଠି କ'ଣ ହେଇଥାଏ, ଆଗ ବାଡ଼େଇକି ପ୍ରାଇମେରୀ ଫ୍ଲେକ୍ଟା ବାହାର କରାଯିବ। ଦେନ୍ ତାପରେ ସେ ଫ୍ଲେକ୍ ଗୁଡ଼ାକୁ ଟିକେ ସେପ୍ କରାଯିବ। କାହିଁକିନା ହ୍ୟାଣ୍ଡେକ୍ସ ବେଳକୁ ଆପଣଙ୍କୁ ଯେଉଁ କହିଥିଲେ ହସ୍ତକୁଠାର ବେଳକୁ ଚପର ଯେତେବେଳେ ଆମର ବାହାରିଲା ଖାଲି ବଡ଼ ବଡ଼ ପେବୁଲକୁ ନେଇକି ସେମାନେ ବଡ଼ ବଡ଼ ପଥରକୁ ନେଇ ବନଉଥିଲେ। ବଟ୍ ଧୀରେ ଧୀରେ ସେମାନେ ନିଜକୁ ଏବଂ ଦେଖନ୍ତୁ ଆପଣ କେମିତି ହ୍ୟାଣ୍ଡେକ୍ସ ଗୁଡ଼ା କେମିତି ଲମ୍ବାଳିଆ ହେଇଛି ଏବଂ ଠିକ୍ କାମରେ ଲାଗି ପାରିଲା ଭଳିଆ ତାର କର୍ତ୍ତନ ଅଙ୍ଗଟା ସରୁଆ ସରୁଆ ହେଇଛି। ତ ଏଥିରେ କ'ଣ ହେଉଛି, ସେମାନେ ଜୋର ଜୋର ମାଡ଼ ଦେଇକି ପ୍ରଥମେ ସେମାନେ ତାଙ୍କର ମାନେ ପ୍ରଥମ ସଲ୍କିଟା ବାହାର କରିଦେଲେ। ତାପରେ ତାକୁ ଧୀରେ ଧୀରେ ବାଡ଼େଇ 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 ସୁନ୍ଦର କିନା ସାଇଜ୍ କରିକିନା ଛୋଟ 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 ବାରିକିରେ ସୁନ୍ଦର କି ତାକୁ ଘଷି ଘଷିକିନା ତାକୁ ତାର ସେକେଣ୍ଡାରୀ ଫ୍ଲେକିଂ ଅଥବା ଦ୍ୱିତୀୟ ସଲ୍କି ବାହାର କଲେ। ବର୍ତ୍ତମାନ ଆମର ଆସିଲା କୋରୋନା ଅର୍ ସ୍କ୍ରାପର। ଏଇଟା ଦେଖନ୍ତୁ କେମିତି କାହିଁକି ନା କୋରୋନା ହେଇଛି, ଆପଣ ଏ ଚିତ୍ରଟା ଦେଖିକି ଜାଣିପାରୁଥିବେ କେମିତି ଏଇଟା ବାହାରର, ଏଇଟା ହେଉଛି ଭିତରର ଫେସ୍। ତ ଦେଖନ୍ତୁ ଏ ବାହାର ଫେସ୍ରେ ଆମର ୟାର କାମ କରିବା ଯେଉଁ ଅଂଶରେ ଆମେ କାମ କରୁ, ଯେଉଁଟାକୁ ଆମେ ଧରୁ ସେଟା ଗୋଲ ଭଳିଆ ହେଇଛି, ଆମ ଶିଳ ବଟୁଆ ଭଳିଆ ହେଇଛି। ଠିକ ଅଛି। ଆମ ଶିଳ ବଟୁଆ ଶିଳ ପୁଆ ଗୋଟେ ଶିଳ ବଟୁଆ ଯେଉଁଟା ଶିଳରେ ଆମେ ବାଟୁ ଯେଉଁଟା ସେଇଟା ଚଟକା ସେମିତି ହେଇଛି। ତ ଏଇଟା ଧରିବା ଅଂଶ ତାର। ତାପରେ କର୍ତ୍ତନ ଅଙ୍ଗଟା ତାର ଦେଖନ୍ତୁ କେମିତି ସିଧା ଲାଇନରେ ହେଇକି ହେଇଛି। ଏଇଟା ବେଶୀ ଧାରୁଆ କି ମୁନିଆ ନୁହେଁ, କିନ୍ତୁ ପୁରା ସିଧା ସିଧା ହେଇଛି। ଏବଂ ପ୍ରାଇମେରୀ ଫ୍ଲେକ୍ରେ ଆମର କେମିତି ବଡ଼ ବଡ଼ ଫ୍ଲେକ୍ ଉଠା ହେଇକି ତାପରେ ଆମେ ଦ୍ୱିତୀୟ ପ୍ରାଇମେରୀ ଏଗୁଡ଼ା ସବୁ ସ୍କାର୍ ଗୁଡ଼ା ଦାଗ। ଫ୍ଲେକିଂଟା ତ ଆପଣ ଦେଖିପାରିବେନି ନା, ତାର ଯେଉଁ ଚିହ୍ନଟା ପଡ଼ିଯାଇଥିବ। କାରଣ ଯେତେବେଳେ ବାଡ଼ା ଯାଏ ଆଉ ଆମେ ଯେତେବେଳେ ବାଡ଼େଇ ବାଡ଼େଇକିନା ତାକୁ ସବୁ ସଲ୍କି ଗୁଡ଼ା ବାହାର କରୁ, ତ ସେ ସଲ୍କି ଗୁଡ଼ା କୁଆଡ଼େ ଯାଏ, ସେଇ ଯେଉଁ ଦାଗ ତାର ଯେଉଁ ଚିହ୍ନଟା ଥାଏ ସେଇଟା ହିଁ ପ୍ରମାଣ ଦିଏ କି ଏଟା କୋଉ ପ୍ରକାର ଫ୍ଲେକ୍ ହେଇଛି, କ'ଣ ଫ୍ଲେକ୍ ହେଇଛି। ଏବଂ ସେଇ ଯେଉଁ ସଲ୍କିଟା ବାହାରେ ସେ ସଲ୍କିକୁ ଆମେ ଅଲଗା ଯୁଗରେ ଆମେ ବ୍ୟବହାର କରିଥାଉ, କିନ୍ତୁ ଏଇଠି ଆମେ ଖାଲି ସଲ୍କି ଗୁଡ଼ାକ ବାହାର କରିଦେଉ ଟିକେ ମସୃଣ, ଟିକେ ସୁନ୍ଦର, ଟିକେ କାମରେ ତାକୁ ଆମେ ଲଗେଇବା ପାଇଁ। ଠିକ ଅଛି। ତ ଏଇ ଯେଉଁ କାମରେ ଲଗେଇବା ପାଇଁ ଆପଣମାନଙ୍କୁ ମୁଁ ଆଗରୁ କହି ରଖିଛି କି କେମିତି ପ୍ରସ୍ତର ଯୁଗର ଲୋକମାନେ ବିଭିନ୍ନ କାମରେ। ତ ଏଇ ଉପକରଣ ଗୁଡ଼ିକର ଚିତ୍ରକୁ ଆପଣଙ୍କୁ ଦେଖାଇବାର କାରଣ ବି ଏଇଆ କି ମୁଁ ଆପଣଙ୍କୁ ଯେଉଁ ସବୁ ଜିନିଷ କହିଦେଇଥିଲି କି କେମିତି କେମିତି ଜିନିଷ ହେଉଛି, ବହୁତ ଜାଗାରେ ବହୁତ ମିଳିଲା ତାଙ୍କର ସମୟ, ବେଶ ଭୂଷା, ଖାଇବା, ଲୁଗାପଟା ସବୁ ଆଲୋଚନା। ଏଗୁଡ଼ା ଆପଣ ଥରେ ଥରେ ଦେଖିଦେଲେ ଆଉ ଟିକେ ଭଲରେ ମନେ ରହିଯିବ। ଏବଂ ତା ସହିତ ସହିତ ଟିକେ ଟିକେ ତାକୁ ମୁଁ ଆପଣଙ୍କୁ କ'ଣ ମାନେ ସମ୍ୟକ ଆଉ ଟିକେ ଟିକେ ଟଚ୍ କରିଦେଲି। ମନେ ରହିବା ସହିତ ଆମେ ଆମର ନୂଆ ନୂଆ ଜିନିଷ ମୁଁ ଟିକେ ଟିକେ ଆପଣଙ୍କୁ ଆଡ୍ କରି ଚାଲିବି। ପୂର୍ବ କ୍ଲାସ୍ରେ ମୁଁ ଆପଣଙ୍କୁ ଅଲରେଡ଼ି କ୍ରୋନୋଲୋଜି ପଢ଼େଇ ଦେଇଥିଲି, କିନ୍ତୁ ତାକୁ ବହୁତ ମାନେ କିଛିଟା ଜିନିଷ ଆପଣଙ୍କୁ ଭଲରେ ହାଇଲାଇଟ୍ ବୁଝେଇଥିଲି ଏବଂ ଆଉ କିଛି ଜିନିଷକୁ ଖାଲି ସମ୍ୟକ ଭାବରେ ଟଚ୍ କରିଥିଲି କାହିଁକିନା ସମୟର ଅଭାବରୁ। ତ ଆଜି କ'ଣ କରିବି, ମୁଁ ଆପଣଙ୍କୁ ଏଇ ଚିତ୍ର ସହିତ ଆପଣ ଆଉ ଟିକେ ଟିକେ ମାଇଣ୍ଡ ରିଫ୍ରେଶ୍ କରେଇକି ଧୀରେ ଧୀରେ ପୁଣି ସେଇ ଯେଉଁ ଜିନିଷ ଗୁଡ଼ାକୁ ଟିକେ ଟିକେ ରହିଯାଇଥିଲା ତାର ନୂଆ 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 ଭାଗ ଦିଗରେ ମୁଁ ଆପଣଙ୍କୁ ନୂଆ ନୂଆ ଜିନିଷ ଆଲୋଚନା କରିବି, ଯେଉଁଗୁଡ଼ାକି ଆପଣ ଯେତେବେଳେ ପଢ଼ିବେ ପ୍ରାଗୈତିହାସିକ ଜିନିଷ ପଢ଼ିବେ ବହୁତ ଗୁଡ଼ା ବହିରେ ଆପଣ ବହୁତ ସର୍ଟରେ ପାଇବେ, ବହୁତ ଗୁଡ଼ା ବହିରେ ବହୁତ ଲମ୍ବା ପାଇବେ। ତ ଏତେ
एते लंबा जिनस को पढ़ी की नोट बनै की ताको परीक्षा पई पढ़ेबा टिके कष्ट साध्य हुए सेपे आपनको किछि किछि पॉइंट आकार रे कहि देले आपनको सुविधा हबो मन रखिया पे ठीक अछि तो वर्तमान पळे आसे आमे हमर जिनस को सो एटा पळे आसिला हमर प्राथमिक स्केल एटा देखो जे चुई चुई छोट छोट टिकी टिकी देखा प्राथमिक गुड़ा सब देखिए बड़ बड़ देखा पूरा या तो स्क्वायर रे माने चारिकोणिया हो कि तीन कोणिया हो कि चौकोणिया भी हो बड़ बड़ होइतो कि गोटे माड़ जोर माड़टा हुए तापर जो आम सेकेंडरी जब सेमती बाड़े से पथर भांगी जा कि रही तेणु आम आपण मैंने भी जानते आम कौटी पथर व्यवहार करछे कौटी आम हाड़े हाथुड़ी व्यवहार करछे कौटी आम काठरे हाथुड़ी तेणु ताकू व्यवहार करके धीरे धीरे छोट छोट ताकू पॉलिश माने माने कौन कि माने गोटे मसृण करने छोट छोट सेकेंडरी माने द्वितीय सल्की बाहर करके छोटे छोटे दाग पड़े ये तार ऊपर आड़ को तार सब कर्तन अंग और तल आड़े सब तार धरबार आप जिते भी चित्र भी करेंगे प्राक्टिकल खातार सब सेमती ही करेंगे कि ऊपर आड़ को तार कर्तन अंग तल आड़ को तार थो सब माने आम उपकरण गुड़े थीओरी भी से अच्छी बर्तमान आम आसवा हूँ पार्श्व करणा करण है आम पार्श्व करण को साइड स्क्रापर आम कहू दुईटी तार भ्यू देखु गोटे हूँ बाहर गोटे हूँ भीतर भ्यू तो बाहर भ्यू देखु छोट 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 प्राइमेरी बड़ बड़ आम जो प्रथम सल्कीर जो चिन्ह गुड़ा दाग गुड़ा देखिए केड़े बड़ बड़ पड़ी बड़ बड़ जोटा आप देखिए गार गार भाया पड़ी पूरा बड़ बड़ आप देखो लाइन पड़ी जोटा खोला खोला लाइन पड़ी ठीक अच्छे गोटे ये लाइन गुड़ा पकाए गोटे सामान भाव में लाइन पकाए आप मन इच्छा लाइन पकई पारे सब फ्लेग गुड़ा डट डट कर गोटे गोटे डिरेक्शन गोटे दिगरे लाइन पड़े ठीक अच्छे तो ये जो लाइन पड़ी देखो बड़ बड़ फाँका फाँका लाइन गुड़ा हो प्राथमिक आमर सल्कीर चिन्ह गुड़ा दाग गुड़ा देखिए गोटे चुई चुई टिकी 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 देखो घर 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 भाया होती अच्छी से बहुत घंच घंच पूरा डेन्स मैंने कम माने कौन कि कम स्पेस देके लाइन गुड़ा पड़ी कहते हैं द्वितीय सल्कीर सब दाग चिन्ह गुड़ा ठीक अच्छे और आउ गोटे जिन मार्क करेंगे जोता सेप्र यहाँ ठीक साइड सेप आम कौन तार ऊपर अंशटा हूँ कर्तन अंग और तलटा जो गोल टाइप हिल सेप रही है आम धरू एवं देखो आप जो भीतर चिन्हटा मैं देखी तार जोटा घात करवा जगटा और स्ट्राइकिंग प्लाटफर्मटा से देखिए टिके चिन्ह चिन्ह ये से जगह माड़ है मैंने से रिपिलर धाग 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 भाया भाया आसो पाखे देखो तार बल्ब फोकसन अच्छी रिपिल मार्क माने चिन्ह धागर चिन्ह सब अच्छी तो ये आप जापे भीतर बाहर केते छोट छोट एवं ये गुड़ा सल्की गुड़ा आप जापे कौटा बाहर और कौटा भितर अच्छे तो अब आप जागले एटलिस्ट जी देखी थे आपण से हिसाब से आप दी तीन टा जिन जागले कि नहीं चपर रंगटा एमती चपर एमती देखा जाए फ्लेक्टा उठेला अथवा सल्की बाहर कलापर चपरटा एमती देखा पुणी हैंडेक्स जिनसा एमती देखा ठीक अच्छे एक्चुअली एबेबिलियन हैंडेक्स दीटा भीतर बेसी किसी फरक नुहे बट आप देखिपारे एबेबिलियन हैंडेक्स किसी लंबा एक्चुअलियन हैंडेक्स गोटे टिके मंदिर टाइप टिके सेप्रे अच्छे गोटे खूब बढ़िया साइज अच्छी एवं आम क्लेभरटा देखिए आम शिल बटुआ भाई आमर सैड स्कार्पटा देखिए जोतार सेप ना आप चिन्ह पारे ये जो विभिन्न प्रकार साइज आपको तार आकृति कहूँ आकृति कहबार गोटे जिनस कि यही धर आप बहुत गुड़ा दिगला उपकरण आप चिन्ह पारे कि कौटा कौन एटलिस्ट यहाँ हूँ तार नॉर्मल चिन्हट कर पिला जो चिन्ह छुआ गुड़ा से छोट पिला गुड़ा जहाँ भी बीए फर्स्ट तो से चिन्हे कि तेणु आम विभिन्न आकार प्रकार कहीकि चिन्हट करूँ एवं पड़े यहाँ भी से आकार ही चिन्हा जाए जो आप देखिए मुझे विगत क्लास पढ़ाऊली बारंबार कहती कि तार कर्तन अंग एमती तार धरबार जिनस या तार नामकरण एमती विभिन्न प्रकार कहती एवं देखो आमर पलि आसला हूँ शीर्षकरण अथवा एंड स्क्रापर सॉरी शीर्षकरण अथवा एंड स्क्रापर तो ये एंड स्क्रापर देखो के चुई छोटा तो यार ऊपर भीतर भी अच्छी ये देखो बारंबार मुझे कही जदि लाइनटा पूरा गोटे डिरेक्शन में सुंदर कि टणा हो फाँक फाँक टी कह प्राथमिक सल्कीर चिन्ह और प्राथमिक फ्लेकिंग सल्की कढ़ा जा जगह गुड़ार जार चिन्ह रही
ঠিক ଅଛି। ଏବଂ ତାର ଉପର ଅଂଶଟି ହେଉଛି କର୍ତ୍ତନ ଅଙ୍ଗ, ତଳ ଅଂଶଟି ହେଉଛି ଆମେ ଧରିବା ଜାଗାଟେ। ଏବଂ ଏଇ ଯେଉଁ ମାଡ଼ଟା ଦିଆହେଲା, ଆମେ ତ ଗୋଟେ ପଥରକୁ ମାଡ଼ ଦେଲୁ କି ଗୋଟେ ହାତୁଡ଼ିରେ ମାଡ଼ ଦେଲୁ, ସେଇ ମାଡ଼ର ଜାଗାଟାକୁ ଦେଖନ୍ତୁ, ସେ କହୁଛୁ ଆମର ଷ୍ଟ୍ରାଇକିଂ ପ୍ଲାଟଫର୍ମ, ଯେଉଁ ଜାଗାଟାରେ ମାଡ଼ ହେଲା, ମାଡ଼ଟା ହେଲା ପରେ ସେ ଯେଉଁ ଛେଡ଼ 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 ଇଏ ଭଳିଆ ହେଇଯିବ, ତାକୁ କହନ୍ତି ଆମର ଭଲ୍ଭା ପର୍କସନ୍। ଏବଂ ସବୁ ଧାଗ 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 ଭଳିଆ ଆମର ଥିବ, ସେଟାକୁ ଆମର କହୁଛୁ ଆମେ ଶୀର୍ଷ କରଣା। ତାପରେ ଦେଖନ୍ତୁ ଏଇ ଯେଉଁ ଏଇଟା ହେଉଛି ରାଉଣ୍ଡ ସ୍କ୍ରାପର ଅଥବା ଗୋଲାକାର କରଣା। ଆପଣ ୟାର ଦେଖନ୍ତୁ ସାଇଜ ଦେଖିଲେ ଆପଣ ଜାଣିପାରିବେ କି ଏଇଟା ଗୋଲାକାର କରଣା ବୋଲି। ଏବଂ ୟାର ଦେଖନ୍ତୁ କେତେ ସାରା ସବୁ ସଲ୍କି ବାହାର କରାଯାଇଛି, ଆଉ ସାଇଜରେ ଗୋଲ ବୋଲି ଗୋଲାକାର କରଣା ହେଉଛି। ତାପରେ ଆମେ ପଳେଇ ଆସିବା ଆମର ମିଡିଲ ପାଲିଓଥିକ୍ର, ଏଇଟା ବି ମିଡିଲ ପାଲିଓଥିକ୍ର ହିଁ ସରି ଏଇ କରୋନାଟା ଏଣ୍ଡ, ଏଇଟା ହେଉଛି ଅପର ପାଲିଓଥିକ୍ର ଟୁଲଟା ହେଲା। ଏବଂ ଏଇଟା ପଳେଇ ଆସିବା ମିଡିଲ ପାଲିଓଥିକ୍ର, ଏଇଟା ବି ସେ କ୍ୱାରଜାଇଟ୍ରେ ତିଆରି ହେଇଛି। ଏକ ପଏଣ୍ଟ କହୁଛନ୍ତି ଆଉ, ଅଥବା ଏହାକୁ ମିଡିଲ ପାଲିଓଥିକ୍, କେତେଗୁଡ଼ା ଜାଗାରେ ଅପର ପାଲିଓଥିକ୍ରେ ବି ଏହାକୁ କଣ୍ଟିନ୍ୟୁ କରିଥାଏ, ଛୋଟ ଛୋଟ ଜାଗାରେ ବ୍ୟବହାର କରାଯାଏ। ତ ୟାର ଦେଖନ୍ତୁ ତାର କର୍ତ୍ତନ ଅଙ୍ଗଟି ଦେଖନ୍ତୁ, ପୁରା କୋରଣା ଯେଉଁ ଆମେ ଯେଉଁ କୋରିଲା ଭଳିଆ ଜିନିଷଟା ବ୍ୟବହାର କରୁଛୁ, ତେଣୁ ସେ ଶଙ୍ଖ ଭଳିଆ ଉପରକୁ ତାର ମୁନିଆ ଭଳିଆ ହେଇକି ଅଛି। ତେଣୁ ତାର ଗୋଟେ ଭାଗ ଦେଖନ୍ତୁ ବାହାର ଭାଗଟାରି, ଯୋଉଟାକି ଆପଣ ଦେଖିପାରୁଥିବେ କି ବାହାର ଭାଗଟା ଦୋର୍ସାଲ, ଯୋଉଟା ଆମକୁ ଯୋଉଟା ଦେଖାଗଲା ଆମକୁ ଯୋଉଟା, ଠିକ ଅଛି। ତ ସେଇଥିରେ ଆପଣ ତା ୱାର୍କିଂଟା ଦେଖନ୍ତୁ, ଆମର ବିଭିନ୍ନ ପ୍ରକାର ଫ୍ଲେକିଂ ହେଇକି କେମିତି ଚିହ୍ନ ହେଇଛି। ତା ଭିତର ଭାଗରେ ଆପଣ ଦେଖିପାରିବେ ଆମର ସେ ଭଲ୍ଭା ପର୍କସନ୍ ଷ୍ଟ୍ରାଇକିଂ ପ୍ଲାଟଫର୍ମ କେମିତି। ତାପରେ ଆମେ ପଳେଇ ଆସିବା ଆମର ବୋରରକୁ। ଏ ବୋରରରେ କ'ଣ ହେଉଛି, ଆମର ବାହାରର ସର୍ଫେସ୍ ଭିତର ସର୍ଫେସ୍ ଦୁଇଟା ତାଙ୍କର କର୍ତ୍ତନ ଅଙ୍ଗଟି ସରୁଆ, ପୁରା ଏକଦମ ସରୁଆ ଖୋଳିଲା ଭଳିଆ, ଯୋଉଟାକି ମୁଁ ଆପଣଙ୍କୁ କହିଥିଲି ଖୁବ୍ ତୀକ୍ଷ୍ଣ ହେଇଥିବ ଏବଂ ଇଏ ହେଇଥିବ। ଏଇଟା ପଳେଇ ଆସିଲା ଆମର ନିଓଲିଥିକ୍ ସମୟରେ, ଯେଉଁ ମୁଁ ଆପଣଙ୍କୁ କହିଥିଲି ସେଲ୍ଟ ଅଥବା କୁଠାର, ଆକ୍ସ, ଆଉ ଏଇଟା ହେଉଛି ଆଜ୍ ଅଥବା ବାରିସି, ଏଇଟା ହେଉଛି ନିଓଲିଥିକ୍। ଏଇଟାକୁ ଆମେ ଗ୍ରାଇଣ୍ଡିଂ ଆଣ୍ଡ ପଲିସିଂ ଟେକ୍ନିକରେ ମାନେ ପଦ୍ଧତି ଦ୍ୱାରା ଆମେ କରିଥାଉ। ଏବଂ ଏଟାକୁ ଖୁବ୍ ମସୃଣ ୟାକୁ ବାଟିବା ପାଇଁ, ଗ୍ରାଇଣ୍ଡ କରିବା ପାଇଁ ସେମାନେ ବ୍ୟବହାର କରନ୍ତି। ଏଇଟା ଦେଖନ୍ତୁ, ସେମାନେ ଏଇଟାକୁ ସିଜେଲ କହୁଛନ୍ତି ହେଲା। ଏଇଟାକୁ ସେମାନେ ଦେଖନ୍ତୁ କେମିତି ସ୍କୋୟାର ଭଳିଆ ହେଇଛି, ଆଉ ଏଇଥିରେ ଫ୍ଲେକିଂ ଆପଣ ପାଇବେନି। ଧୀରେ ଧୀରେ ତାର ମସୃଣ ଘର୍ଷଣ ପଦ୍ଧତିରେ ତାକୁ ଖୁବ୍ ସୁନ୍ଦର ଏବଂ ସମାନ କରାଯାଇଥାଏ। କାହିଁକିନା ଏଗୁଡ଼ା ଆଇଦର ବ୍ଲେଡ୍ରେ ଅର୍ ଏଇ ଯେଉଁ ଯେତେବେଳେ ଆମର ମଧ୍ୟ ପ୍ରସ୍ତର ଯୋଗ, ନିମ୍ନ ମଧ୍ୟ ପ୍ରସ୍ତର ଯୋଗ ପଳେଇ ଆସିବ, କି ଆମର ଯେଉଁ ଉଚ୍ଚ ପ୍ରସ୍ତର ଯୁଗ ସବୁ ପଳେଇ ଆସିବ, ମାନେ ମିଡିଲ ପାଲିଓଥିକ୍ ଅଥବା ଅପର ପାଲିଓଥିକ୍ କି ମେଜୋଲିଥିକ୍ କି ନିଓଲିଥିକ୍, ଏଇ ଯେଉଁ ଯେତେ ଉପରକୁ ଆମେ ପଳେଇ ଆସିବା, ଆମେ ସେତେ ଧୀରେ ଧୀରେ ଛୋଟ ଛୋଟ ସଲ୍କି, ବ୍ଲେଡ୍, ଆହୁରି ପତଳା ପତଳା ଜିନିଷରେ ସୁନ୍ଦର ଫିନିସିଂ ଦେଇକି ତିଆରି କରିବା। ଏଇଟା ଦେଖନ୍ତୁ ରିଙ୍ଗ ଷ୍ଟୋନ୍, ଯେଉଁ ମୁଁ ଆପଣଙ୍କୁ କହିଥିଲି କି ରିଙ୍ଗ ଭଳିଆ ହେଇଥିବ, ମଝିରେ ଗୋଟେ ଖାଲୁଆ ହେଇଥିବ ଅଥବା ରନ୍ଧ୍ର ଭଳିଆ ହେଇଥିବ, ଠିକ ଅଛି। ଆମର ଯେଉଁ ଆପଣମାନେ ଦେଖିଥିବେ ଯେଉଁ ବିରି ବାଟିଲା ବେଳେ ଯେଉଁ ଗୋଟେ ଗୋଲ ଭଳିଆ ଘୁରାନ୍ତି, ଚକି ତଳେ ଚକି କରି ଗୋଟେ ବାଡ଼ି ଭଳିଆ ଲଗେଇକି, ଏଇଟା ସେମିତି ହେଇଛି। ପୁରାତନ କାଳରେ ଲୋକମାନେ ବହୁତ ବ୍ୟବହାର ହେଉଥିଲା। ତ ଇଏ ହେଲା ଆମର ବିଭିନ୍ନ ପ୍ରକାର ଉପକରଣ ଉପରେ ସମ୍ୟକ ଧାରଣା। ତ ମୁଁ ଆପଣମାନଙ୍କୁ ବହୁତ ଗୁଡ଼ା ପ୍ରସ୍ତର ଯୁଗ ବିଷୟରେ ବି କହିଛି, ଲୋଅର ପାଲିଓଥିକ୍, ମିଡିଲ ପାଲିଓଥିକ୍, ଅପର ପାଲିଓଥିକ୍, ମଧ୍ୟ ପ୍ରସ୍ତର ଯୁଗ, ମେଜୋଲିଥିକ୍, ସରି ହଁ ଦେନ୍ ମଧ୍ୟ, ତାପରେ ଆମର ନିଓଲିଥିକ୍, ଚାଲକୋଲିଥିକ୍, ସବୁଗୁଡ଼ା ବହୁତ ଗୁଡ଼ା ଜିନିଷ ଆପଣଙ୍କୁ ମାନେ ସମ୍ୟକ ଭାବରେ ପ୍ରିଭିୟସ୍ କ୍ଲାସରେ ଟିକେ 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 କରି କହିଦେଇଥିଲି। ତ ନିମ୍ନ ପାଲିଓଥିକ୍ କଲଚର ବିଷୟରେ, ସଂସ୍କୃତି ବିଷୟରେ ଆମେ ଯେତେବେଳେ ଆଲୋଚନା କରିଥିଲେ, ମୁଁ ଆପଣମାନଙ୍କୁ ବହୁତ ଜିନିଷ କହିଥିଲି। ତ ସେ ଭିତରେ ଆପଣଙ୍କୁ ଗୋଟେ ମୁଁ ଆଲୋଚନା କରିଥିଲି ସୋହାନ କଲଚର ବିଷୟରେ, ସୋହାନ ସଂସ୍କୃତି ବିଷୟରେ। ଏବଂ ଆପଣଙ୍କୁ ଚିତ୍ର ବି ଦେଖେଇଥିଲି କି ସେଇଟା କେମିତି ହିମାଳୟରେ ଗୋଟେ ଏମିତି କ'ଣ ଗୋଟେ ପିରାମିଡ ଭଳିଆ ହେଇଛି, କେମିତି T1 T2 D1 TD ଏମିତି TD T1 T2 ଏମିତି ସବୁ ହେଇକି ଯାଇଛି। ତ ବର୍ତ୍ତମାନ ଆପଣ ଗୋଟେ ଜିନିଷ କହିଦେଉଛି, ସେ ସୋହାନ କଲଚରର ମାନେ କ'ଣ ଏତେ ଗୁରୁତ୍ୱ କାହିଁକି? ଆମର ଯେତେବେଳେ ଆମର ପ୍ରଥମେ ପାଲିଓଥିକ୍ କଲଚର ଆରମ୍ଭ ହେଲା, ତ ଏଇ ପୁରୁଣା ପ୍ରସ୍ତର ଯୁଗ ଯେତେବେଳେ ଆମର ଆରମ୍ଭ ହେଲା, ସେ ଆରମ୍ଭର ପରେ ଆମେ ଯେଉଁ ବିଭିନ୍ନ ପ୍ରକାରର ଉପକରଣ ସବୁ ପାଇଲେ, ସେ ଭିତରେ ଏଇ ଯେଉଁ ସୋହାନ କଲଚରର ବହୁତ ଗୁରୁତ୍ୱ ଅଛି। କାହିଁକି ଅଛି? କାରଣ ମୁଁ ତ ଆପଣଙ୍କୁ ଖାଲି କହିଥିଲି ସୋହାନ କଲଚର ଏଇ ଜାଗାରେ ମିଳେ, ଏଇଠି ମିଳେ। ସେ ସୋହାନ କଲଚରର ଗୁରୁତ୍ୱ କାହିଁକି ଅଛି, ତ ସେ ବିଷୟରେ ବି ଟିକେ ମୁଁ ଆପଣଙ୍କୁ ସମ୍ୟକ ଧାରଣା ଦେବି। ମୁଖ୍ୟତଃ ଆପଣ କହି ରଖେ କି ଏଇ ଯେଉଁ ସୋହାନ କଲଚରଟି ଇଣ୍ଡସ୍ ଏବଂ ଝେଲମ ନଦୀ କୂଳରେ ପ୍ରାୟ 100 କିଲୋମିଟରକୁ ମାନେ ଏକ ପର୍ବତ ଶାଖା ଭଳି ଘେରି ରହିଥିଲା, ମାନେ ଗୋଟେ ମାଉଣ୍ଟେନ ରେଞ୍ଜ, ଗୋଟେ ପର୍ବତ ଶାଖା ଭଳିଆ ଏଇ ଦିଟାକୁ ଘେରି ରହିଥିଲା। ତାର ଉତ୍ତରରେ ଥିଲା କୋଉ କୋଉ ପର୍ବତ ଥିଲେ? ଉତ୍ତରରେ ହିମାଳୟ, ଦକ୍ଷିଣରେ ଥିଲା ସାଉଥ ସଲ୍ଟ ରେଞ୍ଜେସ୍, ପଶ୍ଚିମରେ ପୀରପଞ୍ଜଲ ଏବଂ ପୂର୍ବରେ ତାର ଶିବାଲିକ ଥିଲା। ଏଇ 4ଟି ପର୍ବତ ତାକୁ ଘେରି ରହିଥିଲା, ଏଇ 2ଟି ନଦୀକୁ ଘେରିକି ଗୋଟେ କଭର ଭଳିଆ କରିକି ତାକୁ ଘୋଡ଼େଇ ରଖିଥିଲା, ଠିକ ଅଛି। ଏବଂ ତାହା ଟିକେ ଉଠିକିନା ଥିଲା, ସେଥିପାଇଁ ଏହାକୁ
गोटे माने भितर गोटे उपत्यका बोली मध्य कुहागला भितर एवं ताकू पटुआर बोली कुहागला। तो पटुआर बोली कुहागला ता माने गोटे उपत्यका पटुआर प्लाटू भलिया कुहागला। तो एई जो यार मध्य एवं सेंट्रल रे थिला रावलपिंडी ହେଲା। तो रावलपिंडी थिला एवं एई पूरा उपत्यकाटा प्राय माने कौन कि टिके उठिकी थिला एवं प्राय 25,000 फुट कौन कि जो आमर जो सब आवरण भलिया थाए सेई भलिया है कि पूरा आच्छादित है कि थिला आदृत है कि थिला ହେଲା। ଆଉ ସେଗୁଡ଼ା ସବୁ କ'ଣ ଥିଲା ବିଭିନ୍ନ ପ୍ରକାର ହ୍ରଦର ଅଂଶ ବିଶେଷ ଖଣ୍ଡମଣ୍ଡ କାହାର ଯେଉଁ ଯେମିତି ଶୈବାଳ ଭଳିଆ ଜୀବଜନ୍ତୁର ସବୁ ଅଂଶ ବିଶେଷ ମାଟି ପଙ୍କ କାଦ ଏବଂ ଯେଉଁ ଆମର ସବୁ ବିଭିନ୍ନ ପ୍ରକାର ଆଗ୍ନେୟଗିରି ହେଲେ ସବୁ ଯେଉଁ ଇଏ ଫିଏ ମିଳେ ସବୁ ପ୍ରକାର ଜିନିଷ ମିଶି ମିଶିକି ହ୍ରଦର ଅଂଶ ବେଶୀ ଥିଲା ସେଥିରେ। ଠିକ୍ ଅଛି। ସେ କହିଲେ ସୋଆ ନଦୀଟି ସେଇଠୁ ଆରମ୍ଭ ହେଲା ସେଇ ଉପତ୍ୟକାରୁ ଏବଂ ସୋଆ ନଦୀଟି ଆରମ୍ଭ ହେଲା ଚାଲିଲା କିନ୍ତୁ ଧୀରେ ଧୀରେ ବିଭିନ୍ନ ପ୍ରକାର ଭୂମିକମ୍ପ ବିଭିନ୍ନ ପ୍ରକାର ଭୂ ଲଳନ ହେଇକି ତ ଆମର କ'ଣ କି ମାଟିର ସ୍ତର ସବୁ ଏପଟ ସେପଟ ହେଲା। ମୁଁ ଆପଣଙ୍କୁ କହିଛି ସେଇଟା ତ ସବୁବେଳେ କଣ୍ଟିନ୍ୟୁଅସ୍ ହେଇକି ନଥାଏ। ତେଣୁ ବାରମ୍ବାର ମାନେ କ'ଣ କି ସବୁ ନ୍ୟାଚୁରାଲ କ୍ୟାଲାମିଟି ହେଇକି ହେଲା। ତ ଯୋଉଥିପାଇଁ କି ଏଇ ଯେଉଁ ତାଙ୍କର ଯେଉଁ କ୍ରମଟା ଥିଲା ଯୋଉଟା ମୁଁ ଆପଣଙ୍କୁ କୁହେ ଷ୍ଟ୍ରାଟା ବାରମ୍ବାର ସେଟା ସବୁ ଧୀରେ ଧୀରେ ପରିବର୍ତ୍ତନ ହେଲା ଏବଂ ଏଇ ଯେଉଁ କ୍ରମ ପରିବର୍ତ୍ତନ ସହିତ ଧୀରେ ଧୀରେ ଆମର ଯେଉଁ ପରିବେଶର ପରିବର୍ତ୍ତନ ହେଲା ଏସବୁକୁ ଆଖିରେ ରଖିକିନା ଆମର ଡି ଟେରା ଏବଂ ପ୍ୟାଟରସନ୍ ଦି ଜଣ ମିଶିକିନା ଏଇ ପଟୁଆର ଏବଂ ଏ କାଶ୍ମୀରର ଉପତ୍ୟକା ଗୁଡ଼ିକୁ ସବୁଗୁଡ଼ାକୁ ଖୋଳିକି ଚେଷ୍ଟା କଲେ ଜାଣିବା ପାଇଁ କି ସେଇ ଭିତରେ ସେଇଥିରେ ସ୍ତରରେ ସବୁ କ'ଣ ଅଛି ଏବଂ ସେଠାରୁ ବିଭିନ୍ନ ପ୍ରକାର ମୋରେନ୍ ଆବର୍ଜନା ସବୁ ମିଳିଲା ହେଲା ଯାହାକୁ କି ସେ ମାନେ ମୋରେନ୍ ମାନେ ଏଇ ଜୀବଜନ୍ତୁ କି ଏଇ ଯେଉଁ ଆମେ କ'ଣ ଶୈବାଳ ବବାଳ ସବୁ ଯେଉଁ କହୁ ଏବଂ ହ୍ରଦ ତଳେ ଯେମିତି ମିଳିଥାଏ ଯେଉଁ କାଦୁଆ କେମିତି ମିଶାମିଶି ହେଇକି ଥାଏ ହେଲା ବିଭିନ୍ନ ପ୍ରକାର ମିଳେ ଯାହାକୁ କି ସେ କେରୱାଜ ବୋଲି କହିଲେ ଏବଂ ଏହା ସେ କହିଲେ ଏହାକୁ ଡାଲ ଲେକ୍ ପାଖରେ ବି ଦେଖାଗଲା ଯେଉଁ ଡାଲ ଲେକ୍ ଥିଲା ଏଇଠି ତ ମିଳିଲା ଡାଲ ଲେକ୍ ପାଖରେ ବି ଦେଖାଗଲା। ଏହି କେରୱାସକୁ ସେ ମାଲସାହି ବାଗ ବୋଲି କୁହାଗଲା। ତ କାଶ୍ମୀର ରେକର୍ଡ ହିସାବରେ ମାଲସାହି ବାଗ ବୋଲି କୁହାଗଲା ତ କାଶ୍ମୀର ବାଲା ସବୁ ରେକର୍ଡ ରଖିଥିଲେ ତ ସେଇ ରେକର୍ଡ ହିସାବରେ ସେ ସେଇ ମାଲସାହି ବାଗକୁ ଏହାକୁ ସେ କହିଲେ ଏଇଟା ହେଉଛି ପ୍ରଥମ ତୁଷାର ଯୁଗର ଆରମ୍ଭ ଅଥବା ଫର୍ଷ୍ଟ ହିମାଲୟାନ ଗ୍ଲେସିୟାର ପିରିୟଡର ଷ୍ଟାର୍ଟିଂ ପ୍ରଥମ ହିମାଳୟ ତୁଷାର ଯୁଗର ଆରମ୍ଭ ବୋଲି କୁହାଗଲା। ଠିକ୍ ଅଛି। ତ ଏଇଠି ଏକ ଟ୍ରେଟ୍ରୋଡ ଜୋନ୍ ତିଆରି ହେଲା ଏଇ ପଟୁଆର ପାଖରେ ଯାହାକୁ ଫାଷ୍ଟ ଯେଉଁ କହିଲେ ଆପଣଙ୍କୁ ପ୍ରଥମେ ତୁଷାର କରାଗଲା। ତ ସେ ଭିତରେ ଢକ୍ ପ୍ୟାଟର୍ନ ଗୋଟେ ଜାଗା ହେଲା ଯେଉଁ ଯାଇକି ଏଇ ପଟୁଆର ପ୍ଲାଟିର ଢକ୍ ପ୍ୟାଟର୍ନ ଗୋଟେ ଜାଗା ଥିଲା ଏଇଠି ତ ଆପଣମାନେ ଦେଖିଲେ କେମିତି ପ୍ଲାଟୁ କହିଲେ ଆପଣଙ୍କୁ ସେଇ ପାଖରେ ଗୋଟେ ଢକ୍ ପ୍ୟାଟର୍ନ ବୋଲି ଗୋଟେ ଜାଗା ଥିଲା ଯେଉଁଠିକି ଢକ୍ ପ୍ୟାଟର୍ନ ମାନେ ଗୋଟେ ଯେଉଁ ସେମିତି ଏମିତି ଟାଇପ୍ର ଥିଲା ଯେଉଁଠିକି କୌଣସି ପ୍ରାଣୀର ସେ କହିଲେ କିଛି ଅବଶେଷ ଦେଖାଗନଥିଲା କିନ୍ତୁ ହଠାତ୍ ସେଇଠି ଟ୍ରାକ୍ଟର ଜୋନ୍ ଦେଖାଗଲା ଏବଂ ଟ୍ରାକ୍ଟର ଜୋନ୍ ତ ଜୋନ୍ ସେଥିରେ ପୁଣି ସବୁ ପ୍ରାଣୀ ଏବଂ ୟାର ଅବଶେଷ ମଧ୍ୟ ଦେଖାଗଲା। ତ ୟାକୁ ସେମାନେ ଫୌନାଲ ବ୍ରେକ୍ କରିଲେ। ଫୌନାଲ ବ୍ରେକ୍ ମିନ୍ସ ଗୋଟେ ଜାଗାରେ କଣ୍ଟିନ୍ୟୁଅସଲି ଏଇଟା ଥିଲା ଏଇ ଅବଶେଷ ମୋରେନ୍ ଲସ୍ ସବୁ ଦେଖାଯାଉଥିଲା କିନ୍ତୁ ଆଉ ଗୋଟେ ଜାଗାରେ ଏଇ ଫୌନାର କୌଣସି ମାନେ ଅଂଶ ବିଶେଷ ବି ଦେଖାଯାଉନଥିଲା କୌଣସି ଅଂଶ ବିଶେଷ ଦେଖାଯାଉନଥିଲା କିନ୍ତୁ ହଠାତ୍ ଗୋଟେ ଚେଞ୍ଜ ଦେଖାଗଲା। ତ ଏଇ ଯେଉଁ ଚେଞ୍ଜଟା ଦେଖାଗଲା ଏଇଟାକୁ ସେମାନେ କହିଲେ ହେଉଛି ଫୌନାଲ ବ୍ରେକ୍ ଯେଉଁଟାକି ଧୀରେ ଧୀରେ ସେ କହିଲେ ପଟୁଆର ଉପତ୍ୟକାର ବିଭିନ୍ନ ପ୍ରକାର ଏ ପିଞ୍ଜର ଜୀବଟା ଧୀରେ ଧୀରେ ବିଭିନ୍ନ ପ୍ରକାର ଡିପୋଜିଟ୍ ହେଇକି ଭର୍ତ୍ତି ହେଇକି ଚାଲିଲା। ଠିକ୍ ଅଛି। ଏବଂ ଏହା ସୋହାନ ଏହି ନୂଆ ଉପତ୍ୟକା ଦେଇକି ପୁଣି ପ୍ରଭାବିତ ହେବା ପାଇଁ ଆରମ୍ଭ ହେଲା। ତ ଧୀରେ ଧୀରେ ଆରମ୍ଭ ହେଲା ତେଣୁ ସୋହାନଟା ଧୀରେ ଧୀରେ ତାର ବୋହି ଚାଲିଲା ତାର ଫ୍ଲୋ ଚାଲିଲା ଅଲଗା ଅଲଗା ଜାଗା ଦେଇକିନା। ତେଣୁ ହିମାଳୟରେ କ'ଣ ହେଲା ସେଇ ସମୟରେ ବହୁତ ବଡ଼ ବଡ଼ ବରଫ ଖଣ୍ଡ ଗୁଡ଼ା ଥିଲା ବିରାଟ ମିଳିକି ଥିଲା ଆଣ୍ଡ ସିଏ ଧୀରେ ଧୀରେ ତରଳିବା ଷ୍ଟାର୍ଟ ହେଲା। ତ ତରଳିବା ଷ୍ଟାର୍ଟ ହେଲା ଏବଂ କିଛି କିଛି ଜାଗାରେ ବର୍ଷା ହେଲା ପାଗ ଚେଞ୍ଜ ହେଲା ଏବଂ ତାକୁ ସେମାନେ ପ୍ଲୁଭିଏସନ୍ ବୋଲି କହିଲେ। ତ ସେ କହିଲେ ଏଇ ପଟୁଆରରେ 500 ମିଟର ଠିକ୍ ମୋଟାରେ ସବୁ ଏଇ ଯେଉଁ ବୋଲ୍ଡର କଂଗ୍ଲୋମରେଟ୍ ଏଇ ଯେଉଁ ସବୁ ଜମା ହେଇ ହାଡ଼ ମାନେ ଟାଣ ହେଇଗଲା ତାକୁ ସେମାନେ ମିଡିଲ ପ୍ଲିଷ୍ଟୋସିନ୍ ଅଥବା ମଧ୍ୟ ପ୍ଲିଷ୍ଟୋସିନ୍ ବୋଲି କହିଲେ। ଯେଉଁ ସମୟରେ କି ଆମର ବିଭିନ୍ନ ଜଙ୍ଗଲ ବଣ ଜୀବଜନ୍ତୁ ହାତୀ ମଇଁଷି କୁମ୍ଭୀର କଇଁଛ ଯେଉଁ ରାଇନୋ ମାନେ ସେଗୁଡ଼ା ଗଣ୍ଡା ଏଗୁଡ଼ା ସବୁ ବିଭିନ୍ନ ପ୍ରକାର ଦେଖାଗଲା। ତ ଏହାପରେ ଧୀରେ ଧୀରେ ତାର ଅବକ୍ଷୟ ଷ୍ଟାର୍ଟ ହେଲା। ତେଣୁ ସେ କହିଲା ଦୁଇଟି ପ୍ରକାର ପଦ୍ଧତି ଗୋଟେ ହେଉଛି ଆଗ୍ରେଡେସନ୍ ଗୋଟେ ହେଉଛି ଏରୋଜନ୍। ସୋ ଆଗ୍ରେଡେସନ୍ ମାନେ ହେଉଛି ଜମା ହେବା ବଟ୍ ଏଠି କ'ଣ ହେଲା ପାଣିର ପତନ ବଢ଼ିଲା
आउ एठी होची प्लुवियल क्लाइमेट देखागला बट इरोजन कौन है क्षय है पानी पतन कमिला एवं या इंटर प्लुवियल जा क्लाइमेट बोली कहगला तो यही समय कौन है इंडस ये जो इंडस नदीर पाखापाखि चारि रु पाखापाखि 55टा माने टेरासेस तैयारी पाइले है एवं ये पानी ये जो पानी परिवर्तन है ये जो क्लाइमेट चेंज है तार विभिन्न प्रकार शाखा प्रशाखा देखागला तो से कौन कले ये सोआन संस्कृति को विभिन्न भाग में विभक्त कले प्रथमटी हूँ टीडी जोन टीडी है जोटि कि आग्रेडेसन है जमिला एवं कौन जमिला आमर जो बोल्डर कंग्लोमरेट जिनस गोटे ये भाया जमिला एवं विभिन्न प्रकार फौना जमा है कि नर्मदा फौना बोली कहगला तो यह कौन कले से कंपेयर कले तुलना क्या सहित कले केरुआ केरुआ केरुआर डिपोजिट सहित जोटा कि डिपोजिट सहित एवं बिलोंग टू एटा को कौन कहते सेकेंड हिमालयन ग्लासिएशन इन काश्मीर कोटा एटा को तुलना कले से कहले जो नर्मदा फौना बाहर ये कंपेयर कले गोटे केरुआ डिपोजिट जोटा कि बिलोंग करुच्ची सेकेंड हिमालयन ग्लासियन काश्मीर द्वितीय हिमालय तुषार जुग सहित कंपेयर कले तापर आमर पड़े आस T1 एटा हूँ नेक्स्ट इरोजनल फील्ड एठी जो जमा हम तापर क्षय हम तो ये जो सबू जोन अच्छी गोटे जोन ने जमा हम गोटे जोन ने क्षय हम ताकि सी कौन कि जो मुझे देखी एमती जिगजाग 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 है तो स्टेप बाय स्टेप गोटे उठिबो गोटे खसिबो गोटे उठिबो गोटे खसिबो एमती कि चलो तो एम कौन है ये नेक्स्ट इरोजनल जोटा कि द्वितीय इंटरग्लासिएशन पीरियड को और यहाँ हूँ गोटे क्षयक्षति इरोजनल फेज तेणुक ये कौन है पुणी लूज फॉर्म में देखागला ये जो आमर जो बोल्डर कंग्लोमरेट जहाँ भी जमा होता टिके लूज हो गला ढिला हो गला कहीं क्षय हाँपे आरंभ हो बोले ढिला है तापर आमर T2 जोन ने एगेन एटा गोटे एग्रेडेशन है एवं एटा कौटी कौ समय को एटा बिलोंग करुच्ची थर्ड ग्लासिएशन से सब हिमालय काश्मीर ठारे आटा हाइट हूँ 120 फुट माने जो रिभर बेड माने नदीर माने सज्जार 120 फुट ऊपर थाए एवं यार तल धागरटी खूब गभीर एवं ताकू कहुए पटुआर भासेल ग्राफी एवं एटा ऊपर गोटे पस्तर थी जोटा कि फाइन लेयर लूज सील्ड जोटा कि पतुआर लस गोटे जमा हम गोटे क्षय हम ठीक अच्छे तापर आमर पलि आसला T3 जोन T3 एटा को पुणी एगेन आम जो एग्रेडेशन एटा पुणी क्षय वाला है ये पुणी रिडिपोजिशन हम माने पुनर्गठन हम कौन कि पुनर् कौन जमा हो कौन आम जो पूर्व पूर्व पल्ले बोल्डर कौन यहाँ भी थर्ड हिमालय इंटरग्लासियर को बिलोंग कर जो सेकेंड है थर्ड है ये जो देखो ये जो T1 है T2 है यही सब गुड़ा नामकरण जो प्रथम इंटरग्लासियर द्वितीय एटा हूँ द्वितीय इंटरग्लासियल एटा हूँ तृतीय इंटरग्लासियल तो ये सब विभिन्न ग्लासियल इंटरग्लासियल पीरियड को बिलोंग करुच्ची ठीक है T4 रे देखो T4 रे आमर कौन है ना यहाँ हूँ लास्ट एग्रेडेशनल फेज ऑफ द रिवर सोआन से कुछ यही सोआन रे ये T4 हूँ पूरा शेष फेज थिला जोटी कि लास्ट जमा होके थिला एवं ये जमा रे कौन सब थिला से कुछ पिंक कलर गुलापी कलर सब स्तर स्तर माटी एवं सब फाइन गुंडा 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 कि माटीर जो कंपोजिशन सब जिन था सेटा देखा लास्ट स्तर थिला लास्ट टेरासटे थिला T5 जोटा कि माने पूरा लास्ट को थिला तो वर्तमान पढ़ाई से कौन कि यही सब जिनस को लेकिन से विभिन्न भाग में विभक्त करदे प्री सोआन आर्ली सोआन एवं आर्ली सोआन बी एवं आर्ली सोआन सी एवं लेट सोआन ठीक अच्छे यही सब भाग को विभक्त करदे तो बर्तमान आपको कहीदेवी कि प्री सोआन में कौन कराए से कुछ प्री सोआन में क्यों प्रकार उपकरण गुड़िक आम देखा जाता से विशेषतः टीडी टेरास रे जो गुड़ा आमर देखा जाता यही जगह देखा जाता सी कौन करते यहाँ को प्री चेलान गोटे अच्छी प्री चेलान हूँ प्री चेलियान हूँ फ्रांस गोटे जुग ताको डीटेर एंड पैटरसन कौन कले प्री सोआन सहित कंपेयर कले और अथवा सेटा को ये डीटेर एंड पैटरसन प्रपोज द टर्म प्री सोआन है हाँ प्रपोज द टर्म प्री चेलान डीटेर पैटरसन यहाँ को कले सो ये कौन है विभिन्न प्रकार लोकालिटी विभिन्न प्रकार जिनस मिलला तेणु ये जो आमर फ्लैग गुड़ा मिलला से गुड़िक हूँ क्वार्जेट रे तैयारी एवं खूब बड़ बड़
ଆଉ କ'ଣ କି ତାଙ୍କର କଣ୍ଡିସନ୍ ବି ଟିକେ ଏତେ ଭଲ ନଥିଲା ଏବଂ ସବୁଗୁଡ଼ାରେ ଯଦି ଆମେ ଦେଖୁଥିଲୁ କେଉଁ ଆଙ୍ଗେଲରେ ଷ୍ଟ୍ରାଇକ୍ ହେଇଛି 100ରୁ 125 ଡିଗ୍ରୀ ଷ୍ଟ୍ରାଇକ୍ ମାନେ ମାଡ଼ ହେଇଥିଲା ଏବଂ ତାର ବଲ୍ ଗୁଡ଼ା ସବୁ ଫ୍ଲାଟ୍ ମାନେ ଫ୍ଲାଟ୍ ହେଇକି ଥିଲା ତ ଏବଂ ତା ଭିତରୁ କିଛି ଗୁଡ଼ା ଥିଲା ବହୁତ ବଡ଼ ଥିଲା କିଛି ଗୁଡ଼ାରେ ଯେଉଁ ମାନେ ଆମର ଯେଉଁ ଆମର ସଲ୍କି ବାହାର କଲା ପରେ ଯେଉଁ ଧାଗ ମାନେ ଯେଉଁ ସଲ୍କି ବାହାର କଲା ପରେ ଯେଉଁ ଆମର କ୍ଷୟ ଗୁଡ଼ା ଦେଖାଉଥିଲା ସ୍କାର ଗୁଡ଼ା ଦେଖାଉଥିଲା ତା ଭିତରୁ କିଛି ଗୁଡ଼ା ମାନେ କ'ଣ କି ଇରେଗୁଲାର ମାନେ ଅସମାନ ସ୍କାର ବି ଦେଖାଯାଉଥିଲା ଠିକ୍ ଅଛି କିନ୍ତୁ ଏଥିରେ କାହାର ବି ଯେଉଁ ବି ମିଳିଛି ଉପକରଣ କେଉଁଥିରେ ବି ସେକେଣ୍ଡାରୀ ଫ୍ଲେକିଂ ମିଳିନଥିଲା ପାର୍କିଂ ମିଳିନଥିଲା ତାପରେ ଯଦି ମିଳିଥିବ ଅଲଗା କଥା କିନ୍ତୁ ସେଇ ସମୟରେ କିଛି ମିଳିନଥିଲା କିନ୍ତୁ ତାପରେ ଆମେ ପଳେଇ ଆସିବା ଆମର ହେଉଛି ଆର୍ଲି ସ୍ୱାନ୍କୁ ସୋ ଏଇ ଆର୍ଲି ସ୍ୱାନ୍ରେ ବି ଆମର କ'ଣ ହେଲା ଏଇ ଯେଉଁ T1 ଆପଣଙ୍କୁ ଯେଉଁଟା କହିଲି ସେଇ ସହିତ ଏଇଟାକୁ ଆମେ ଭାଗ କରିଛେ ଯେଉଁଟାକି ମୁଁ ଆପଣଙ୍କୁ ଟିକେ ଆଗରୁ କହୁଥିଲି କି ଏଇ ଯେଉଁ T1 T2 ଏଇ ଯେଉଁ ଡିଫରେଣ୍ଟ ଇଣ୍ଟରଗ୍ରାସିଆଲ ପିରିୟଡ଼ରେ ଆମର ଯେଉଁ ମିଳିଛି ସବୁ ୟାକୁ ଆମେ ଏଇ ଯେଉଁ ଭାଗ କଲେ ଏଟାକୁ TD ଯେଉଁ TDରେ ଯାହା ମିଳିଲା ସେଇ ଟେରାସ୍ ଭିତରେ ଯାହା ମିଳିଛି ସେମାନେ ଯେଉଁ ଜିନିଷ ଯାହା ଅବଜର୍ଭ କରିଥିଲେ ସେଗୁଡ଼ାକୁ ସବୁ ସେମାନେ ପ୍ରି ସ୍ୱାନ୍ ପିରିୟଡ଼ ବୋଲି କହିଲେ ଦେନ୍ ଆର୍ଲି ସ୍ୱାନ୍ରେ କ'ଣ ହେଲା ସେ କହୁଛି ଯେଉଁ T1 ଭିତରେ ଯାହା ମିଳିଲା ସେଗୁଡ଼ାକୁ ମୁଁ ଆର୍ଲି ସ୍ୱାନ୍ ବୋଲି କୁହାଗଲା ଏବଂ ଏଇଥିରେ କ'ଣ ମିଳିଲା ଏଇଥିରେ ବି ଭଲ ଭଲ ସାଇଜ୍ର ସବୁ ବଡ଼ ବଡ଼ ପେବୁଲ୍ ଗୁଡ଼ା ମିଳିଲା ଏବଂ ବହୁତ ଗୁଡ଼ା ଫ୍ଲେକ୍ ମାନେ ସଲ୍କି ମଧ୍ୟ ଆମର ମିଳିଛି ଏବଂ ଏହାକୁ ଏ ଟୋଟାଲି କଲେକ୍ସନ୍ ଗୁଡ଼ା ପୁରା ଆର୍ଲି ସ୍ୱାନ୍ ବୋଲି କୁହାଯାଉଛି ଠିକ୍ ଅଛି ଏବଂ ଏଇ ସମୟରେ ସେ କହୁଛି ଏଇ ସମୟରେ ଆମେ ଯାହା ବି ପାଇଥିଲୁ ବିଭିନ୍ନ ଇଏରେ ମାନେ ପ୍ରିଜର୍ଭ କରିକି କିଛି କିଛି ଜିନିଷ ସେମାନେ ରଖିଥିଲେ ତ ସେଗୁଡ଼ାକୁ ବିଭିନ୍ନ ଭାଗରେ କରିଛନ୍ତି ଗୋଟେ ହେଉଛି ଆର୍ଲି ସ୍ୱାନ୍ ଏ ଯେଉଁଥିରେ କି ବହୁତ ଗୁଡ଼ା ମାନେ ଭଙ୍ଗା ଓର୍ନ ମାନେ ଟିକେ ବ୍ରାଉନିସ୍ କଲର୍ର ବ୍ରାଉନ୍ ମାନେ ବାଦାମୀରୁ ବାଇଗଣୀ କଲର୍ର ସେମାନେ ପାଇଥିଲେ ଟିକେ ଭଙ୍ଗା ଭଙ୍ଗା ହେଇଥିଲା ଯେଉଁଟାକି ବହୁତ ଅତି ବଡ଼ ଆକାରରେ ନଥିଲା ଏବଂ ବହୁତ ଗୁଡ଼ା ଜାଗାରେ ସେମାନେ ଫ୍ଲେକ୍ ବି ବାହାର କରାହେଇଥିଲା ବଟ୍ ବହୁତ କମ୍ ୟୁନିଭର୍ସାଲ ଚପର ମିଳିଛି ଠିକ୍ ଅଛି କିନ୍ତୁ ଆଉ ବେଶୀ କିଛି ଡିଟେଲ ସେଇ ଜିନିଷରେ ଆମର ଆଲୋଚନା ହେଇନାହିଁ କି ମିଳିନାହିଁ ଯାହା ଆମର ମାନେ ଆମକୁ ତଥ୍ୟ ଯାହା ଆମକୁ ବୁକ୍ ଆମର ବହି ଆମକୁ ଯାହା ଡେଟା ଦେଉଛି ସେ ହିସାବରେ ବହୁତ ଅଧିକା ହେଇନି ଯଦି ପରେ ପଛେ ଏବେ ଧୀରେ ଧୀରେ କିଛି କିଛି ଆଡ୍ ହେଇଥିବ ଅଲଗା ଜିନିଷ ବର୍ତ୍ତମାନ ଆର୍ଲି ସ୍ୱାନ୍ ବି ତ ଏଇଥିରେ କ'ଣ ହେଲା ଯାହା ବି ମିଳିଲା ମାନେ ଆମର ଗ୍ରୁପ୍ ଏରେ ପୂର୍ବଟାରେ ଯାହା ମିଳିଥିଲା ସେ କହୁଛି ଏଇଥିରେ ଆମର ଯାହା ବି ମିଳିଲା ମାନେ ଟିକେ ଟିକେ କମ୍ କ୍ଷତି କଣ୍ଡିସନରେ ଅଛି ଟିକେ ଭଲ କଣ୍ଡିସନରେ ଥିଲା ବହୁତ ସାରା ଆମକୁ ପେବୁଲ୍ ଟୁଲ୍ ମିଳିଥିଲା ଏବଂ ଯେଉଁଥିରେ କି କ'ଣ କି ମାନେ କ'ଣ କି ଏକା ସାଙ୍ଗରେ ମିଳିଥିଲା ଗୋଟେ ପ୍ରକାର ସାଇଜ୍ର ନହେଲେ ବଡ଼ ଛୋଟରେ କିଛିରେ ମିଳିଥିଲା ଏବଂ ବହୁତ ଗୁଡ଼ାରେ ଫ୍ଲେକିଂ ବି ଦେଖାଯାଇଥିଲା ତ ସେମାନେ ତାକୁ କରୁଥିଲେ କି ଏଇଟା ମେ ବି କ୍ଲାକ୍ଟୋନିଆନ୍ ଫ୍ଲେକ୍ ଅଫ୍ ଇଂଲଣ୍ଡର ଗୋଟେ ଫ୍ଲେକ୍ ନାଁ ଥିଲା ତା ସହିତ ସେମାନେ କମ୍ପେୟାର କରିଛନ୍ତି ସେଠୁ କମ୍ପେୟାର କରିଛନ୍ତି ଆଉ ଏଇ ଯେଉଁ କୋର୍ ଗୁଡ଼ା ଯେଉଁଟା ଆମର ଯେଉଁ ମୂଳ ଆମର ଯେଉଁ ମୁଖ୍ୟ ଆମର ଥିଲା ସେଗୁଡ଼ାକୁ ଖୁବ ସୁନ୍ଦରରେ କାମ କରାହେଇଥିଲା ଏବଂ ତା ଭିତରୁ ଚପର ବି ଥିଲା ଚପିଂ ବି ଥିଲା ଡିସ୍କର୍ଡ କୋର୍ ବି ଥିଲା ଆଉ ଯେଉଁ ଫ୍ଲେକ୍ ଗୁଡ଼ା ସେଥିରୁ ବାହାର କରାଯାଇଛି ଖୁବ କଣ୍ଟ୍ରୋଲ ଖୁବ ସଂଯତ କରି ବାହାର କରାଯାଇଛି ଏବଂ ତାହା ଷ୍ଟେପ୍ ଫ୍ଲେକିଂ ଟେକ୍ନିକ୍ ପଦ୍ଧତି ବ୍ୟବହାର କରାଯାଇଛି ତ ଡିଟରେଟ୍ ଆଟ୍ରାକ୍ସନ୍ ତାକୁ ଦୁଇ ଭାଗରେ ମୁଖ୍ୟତଃ ଦୁଇ ଷ୍ଟେପ୍ରେ ଫ୍ଲେକିଂ ଭାଗ କରିଥିଲେ ଗୋଟେ ହେଉଛି ପ୍ରଥମଟି ସେ କହିଲେ ଫ୍ଲାଟ୍ ବେସ୍ ମାନେ ଆମର ଚଟକା ଭଳିଆ ଆଉ ଗୋଟେ ହେଉଛି ରାଉଣ୍ଡ ପେବଲ୍ ଟେକ୍ନିକ୍ ମାନେ ଆମର ଗୋଲ ଗୋଲ କରିକି ବାହାର ତ ପ୍ରଥମ ଉପାୟରେ ଆମେ କ'ଣ କଲୁ ଯେଉଁଟା ବି ଯାହା ବି ପାଇଲୁ ସେଗୁଡ଼ାକୁ ସବୁ ମାନେ କ'ଣ କି ନର୍ମାଲି କ'ଣ କି ଯେଉଁମାନଙ୍କର ଆମର କ୍ଷୟକ୍ଷତି ଥିବ ଇଏ ଥିବ ତାକୁ ଆମେ ସମାନ କରିବା ପାଇଁ ଏବଂ ତାକୁ ବ୍ୟବହାର ମଧ୍ୟ କରାଗଲା ତ ସେ ଏଇ ସମୟରେ ଆମର ୟୁନିଭର୍ସାଲ ଚପର ମଧ୍ୟ ମିଳିଥିଲା ବିଭିନ୍ନ ପ୍ରକାର ପଦ୍ଧତି ବ୍ୟବହାର କରିକିନା ତ ୟାପରେ ଆମେ ପଳେଇ ଆସିବା ଆମର ଆର୍ଲି ସ୍ୱାନ୍ ସି ଯେଉଁଥିରେ ୟାଠୁ ଆହୁରି ଟିକେ ବେଟର କଣ୍ଡିସନରେ ମିଳିଲା ଭଲ କଣ୍ଡିସନରେ ମିଳିଲା ଏବଂ ପେବୁଲ୍ ଗୁଡ଼ା ହିଁ ଡୋମିନେଟ୍ କରୁଥିଲେ କେଉଁଟା କେଉଁଟା ଚପର ଚପିଂ ଡିସ୍କର୍ଡ କୋର୍ ସବୁ ଡୋମିନେଟ୍ କରୁଥିଲେ ମାନେ ମେନଲି ମୁଖ୍ୟତଃ ଦେଖାଯାଉଥିଲେ ଏହା ବ୍ୟତୀତ ସେ କହୁଥିଲେ ତା ଭିତରୁ କିଛିଟା ଆମର ପେବୁଲ୍କୁ ଆମେ ପାର୍ଶ୍ୱକରଣା ବୋଲି ବି ମିଳିଛି ଠିକ୍ ଅଛି ଏବଂ ସେ କହୁଥିଲେ ଯେଉଁ ବି ଆମର ସଲ୍କି ମିଳିଥିଲା ସେଗୁଡ଼ିକ କ'ଣ କି ମାନେ କ'ଣ କି ସେଗୁଡ଼ିକ ସେ କହୁଛି ବହୁତ ଅଧିକା ମିଳିଥିଲା ଆମର ଏ ଆଉ ବି ତୁଳନାରେ ଏବଂ ଏ ଆଉ ବି ତୁଳନାରେ ମିଳିଥିଲା ତାପରେ ଆମେ ପଳେଇ ଆସିବା ଲେଟ୍ ସ୍ୱାନ୍ କଲଚରକୁ ଠିକ୍ ଅଛି ସ୍ପେସିମେନ୍ କଲେକ୍ଟେଡ୍ ଫ୍ରମ୍ ଦ
मुख्यतः आम यहाँ T2 कंटेक्स्ट जहाँ भी पाइले ताको आम लेट्स वन बोली कह जाऊ कहीं ताको तो ABCT1 जहाँ पाइले ताको भाग कर देथिले तेणु आम T2 रे जहाँ तो यही समय दुईटा जगार मिलता प्रथमटी हूँ पतुआर बासेल ग्राभेल जोटा कि पुराणा लेयर थिला कही तल भाग जोटा जमा होगी पतुआर लॉस है जोटा कि ऊपर भाग थिला ठीक अच्छे तो ये दीटा भाग आमर मिलला तो जोटा कि आमको प्रथम भाग मिलला बासल ग्राभेल जोटा मिलला तो सेटा को आम कहू आमर लेट्स वन ए बोली एवं जोटा ऊपर भाग मिलला ताको आम लेट्स वन बी बोली कहू तो मुझे आपको पूर्व जस्ट टिके आगुरी कहूली कि आम जमा होगा गोटे हूँ तल ग्राभेल आ गोटे हूँ लुज तेणु से जो तल मिलला से लेट्स वन ए मैंने आरंभ फर्स्ट और जो ऊपर जोटा ढिला थिला टिके लुज सॉइल थिला सेटू जोटा मिलला लेट्स वन बी मिलला तो बहुत गुड़ा जगार मिली स्वान इंडस जगार मिली एवं से कौन स्पेशली माने कौन कि साउथ रो गोटे राउलपिंडी गोटे जगह जोटा चुंत्रा कहते सेठू भी मिली तो ये बहुत सारा हैंडेक्स फ्लेवर भी मिली सहित लेट्स वन ए एंड बी सिमिलर कोरटूल मिली पूरा सामान भाया कोरटूल भी मिली प्राइमरी एंड सेकेंडरी फ्लेकिंग देखा जाइए खूब सुंदर भाव में माने गोलिया आकार रे आपण माने जो कईछ देखुछे कईछर पिठी जेमती देखा जाए सेमिति प्रकार भी हमर माने मिली व्यतीत से कौन व्यतीत विभिन्न विभिन्न प्रकार एबिलियन नेचुलियन समय कौन कौन थिला किभଳି थिला से सब भी मिली तो ये जहाँ भी मिली से कौन सब गुड़ा को कौन कि माने कौन कि अति र माने पूरा एमती गोटा खाली नहीं कि आसी बसया कथा एवं ता भितरे जोड़ा खाली र गोटे किसी भी पॉलिश है नथिला एबिलियन हैंडेक्स थिला किछि पेबल कर भी थिला एवं बहुत सारा सल्की थिला जो थे कि आम सेकेंडरी माने सेकेंडरी सल्कन प्रोसेस करा है नथिला जोथि से पूरा खाली खाद खाद बड़ बड़ देखा जाउथो एवं से कौन आउ गोटे ग्रुप रे हमर मिलला जो थे कि आमर कौन कि माने बहुत गुड़ा टूल बहुत गुड़ा कौन कि कम कम डिग्री रे हमर जो आर्लियर ग्रुप मिला किछटा बहुत भंगा रुजा मिलता किछटा कम कम डिग्री रे भांगी थिला एवं आर्ली एचुलियन एंड मिडिल एचुलियन हैंडेक्स एंड किछटा कोरोना भी हमर मिली हस्तकुठार आर्ली एचुलियन एवं मध्य एचुलियन हस्तकुठार सहित किछटा हमर कोरोना मध्ये मिली एवं शेष आउ गोटे ग्रुप मिलता जो थे कि आमर सतेज और किछटा भंगा रुजा मिलता जो थे कि लेट्स वन रे हमर मिलला जोटा कि हम कोर भी एवं फ्लेग भी मिले एवं ए सब प्रकार आमर क्लेभर भी मिली तो ये सब जिनस मिलला तो ये जो जिनस आम देखिले एटा देखंतु होची से चित्रटा जोटा मु कहउतली जोथरे कि आपण देखि परिबे देखंतु प्रथमटी हमर एटा रिवर माने एटा होची हमर सोवान रिवर टा हमर देखंतु सोवान वैली हला एटा रिवर ए रिवर रे देखंतु हमर फर्स्ट देखंतु ए पर साइड देखंतु प्री सोवान बोल्डर कॉन्ग्लोमरेट जमा है ये देखंतु 2 ग्लासियल टीडी 400 फुट ऊपर अच्छी तापर देखंतु प्री डिपोजिटेड ये देखो टिके टिके अच्छे देखो प्री डिपोजिट मैंने आगु डिपोजिट होता है ये देखो मिडिलटा यहाँ देखो पिंजर जोन केमती है यहाँ गोटे जोन यहाँ हूँ देखो टाइट्रोड जोन केमती ये भितर देखो पंटा फौना केमती अच्छी तापर यहाँ देखो यहाँ पड़ा देख धकपाथन जोन केमती यहाँ विभिन्न प्रकार सब जोन कराई जो थे कि आप देखिपारे मिडिल एवं लोअर जोन दीटा को दी भाग में कर दिखाई यहाँ देखो आमर ये शिवालिक हिल ठीक अच्छे फास्ट हूँ आम लोअर मिडिल और ऊपर दीटा भाग कराई प्लियोसिन और प्लिस्टोसिन भाग कराई तापर आमर ये जो उपत्यका को आम विभिन्न भाग में कर तो ये जो उपत्यका को आम विभिन्न भाग में कर आम टीडी गोटे 400 फुट दूर उच्चर अच्छी बहुत ऊपर जो खाली बरफ पड़ूला तापर ये देखो आम बोल्डर कॉन्ग्लोमरेट केमती जमा है जोटा को आपको कहली आर्ली वन ए बी सी जोटा को कि दुईटा इंटरग्लासियल पीरियड माने ठंडा ये ना ठंडा बेसी ना वर्षा हो तो इंटरग्ल मझी पीरियडटा यहाँ को T1 कहूँ 220 फुट उच्चर अच्छी आमर ये ग्राउंड 220 फुट उच्चर अच्छी तापर आम पलि आसा पतुआर लॉस को है पतुआर लॉस आम लेट्स वन बी पलि आसला तो ये लेट्स वन बी रे कौन होमर 3 ग्लासियल समय को आसुची T2 फेज एटा 120 फुट ऊपर अच्छी ठीक अच्छे तापर ये पलि आसला पतुआल बासेल ग्राभेल लेट्स वन बी जोटा आपको कही दुईटा भाग होती गोटे जमा होगी अच्छी जोटा को कि ग्राभेल माने खंदी खंदी होगी अच्छी
ए एवं ऊपर टिके लूज भाया अच्छी देखो केमती लूज भाया गार गार पड़ी सेटा को बी कहूँ आम ये पलैसा रिडिपोजिटेड पुणी से सिल गुड़ा डिपोजिट होगा जोटा कि आम 3 इंटरगेशियल करूँ अथवा T380 जोटा कि मझी पीरियडटा तापर मुझे कहली कि पिंक सिल्ट एंड सैंड ग्रावेल ये कौटी अच्छी यहाँ कहते 4 ग्लासियल पीरियड है जोटा कि T4 एवं यहाँ 40 फीट उच्चर अच्छी यहाँ देखो आमर T5 अथवा 20 फीट उच्चर अच्छी जोटा कि आम ग्लासियल कहूँ रिवर सोआन रु जस्ट टिके ऊपर सिल्ट ये अच्छी तेणु ये जो सोआन नदी पलि आसाला आमर ये सोआन रु टिके ऊपर जोटा रहा पाख 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 धीरे 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 ये दूर को आसला तेणु यहीटा को आम कहूँ पूरा मिडिल ये जगटा को जोटा को आम नागरी जन पूरा आप देखो ये केमती लेयर 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 सब जमा होगी अच्छी तापर धीरे धीरे जिते से ऊपर को जाइए आमर गोटे गोटे फेज ओके तो यहाँ हूँ आम सोआन अथवा शिवालिक हिल सोआन विभिन्न प्रकार आमर जो थे कि मुझे सोआन उपत्यका विषय कहीं कहली कहीं आमर ये प्राचीन संस्कृति सोआन बहुत महत्व एवं आम सोआन सोआन करके भावे प्रथम मैंने सोआन ठीक अच्छे तो ये मुझे संक्षेप आउ थे कहीदे जोड़ा टिके खाली संक्षेप कहीकि आग को न बढ़े आप तार क्रमटा पाइबेनि कि कौ भाई कौ जगह हठात कि कहीदे आप जापर बहुत जल्दी रे चटपट रे कहबी तो आपण माने देखिले पाकिस्तान सोआन उपत्यकाटा सॉरी आपण माने देखिले हमर सोआन उपत्यकाटा तो आमर पूर्ववर्ती प्राचीन प्रस्तर जुगर माने संस्कृति गुटे कोठु मिली आमर पाकिस्तान सोआन उपत्यका उत्तर प्रदेश बेलान उपत्यका राजस्थान बेराज और लुणी उपत्यका मध्य प्रदेश नर्मदा और सोन उपत्यका कर्णाटक मालप्रभा घाटप्रभा उपत्यका अविभक्त आंध्र प्रदेश कुर्नूल उपत्यका एवं तमिलनाडु कोटलायर नदी अविवाहिका ओडिशार ब्राह्मणी और बुढ़ाबड़ नदी उपत्यका मेघालय गार पर्वत उपत्यका तो यह सब विषय में आपको जी मन पड़ुछि इन छोटरे संक्षेप सब जिन कहीदे आपको पुणी से स्थान और तार स्थल गुड़ा कहीदेवी जो आप रिवाइज सहित मुझे जिनसा आगक आगे कहि सहित आपको माने संजोग कर तेणु राजस्थान दिदुवाना बुधपुष्कर महाराष्ट्र बोरी नेवासा मध्य प्रदेश बिम्बेटका आदामगढ़ ओडिशार दारिडंगरी एवं कुलियणा कर्णाटक हंसगी कोभाली और अनागवाड़ी तमिलनाडुर अतिरकमपकम आंध्र प्रदेश नागार्जुन कोंडा ये सबूर आमर यही उपत्यका गुड़िक आमर विभिन्न प्रकार आर्टिफैक्ट सब उद्धार करा जाइछि तो ये उपत्यकार मुख्य स्थल गुड़िक कौटा कौटा मिली उत्तर प्रदेश जो देखु उत्तर प्रदेश ये नाला उत्तर प्रदेश आमर चोपाणी मांड सराय नहराय महादहा एवं दमदमा मध्य प्रदेश बिम्बेटका आदमगढ़ एवं बैगर राजस्थान बैगर एवं तिलवारा गुजरात लंगनाज एवं लोटेश्वर बिहार पैसरा ओडिशा कुचाई आंध्र प्रदेश मुचतल चिंतामन गावी पश्चिम बंग बीरवामपुर एवं कर्णाटक संगलगन एगुड़ा सब जगह तेणु आपन को सब राज्य सहित ये कौ कौ जगार एमती जमी देखूँ ये जमी मुझे से दिन कही कि राजस्थान बैगर गुजरात लोटेश्वर ये खनन कला बल कौ कौ गृहपालित पशु व्यवहार करते क्यों क्यों उपकरण मान व्यवहार करते ये सब आपको जमी चिन्ह वर्ण मिलूला कौन खाऊले कौन व्यवहार करते क्यों मांसर व्यवहार खाऊले ठीक अच्छे से मैंने केमी भाव रोले एवं कौ कौ जगार लोक आसी पाखे रोते मिसी कि कौ कौ नदी कूल रोते कि केमती रोते ये सब आमको ये धारणा मिल जाए कि ये राज्यर ये जगार प्रमुख प्रस्तर जुगर स्थल बोलिया को कह जाए ठीक अच्छे बर्तमान आपको यहाँ टे नुआ जिन आपको ऐड कर दूसरी यहाँ मुझे छाड़ी देती टे तो ये कौन हो उपर प्रस्तर जुगर अपर पैलोथिक कल्चर सी कौन आंध्र प्रदेश रेनीगुंठा जोटा चित्तौड़ डिस्ट्रिक्ट रेनीगुंठा एवं आंध्र प्रदेश मुचताला चिंतामणि गोवी कर्नल ठीक अच्छे बिम्बेटका रायसेन मध्य प्रदेश पूर्व आपको कहली बिम्बेटका से भी देखा जाए मध्य ऊपर कहीं गोटे गोटे संस्कृति आरंभ हो तार इमिडिएट फुल स्टॉप न था धर आम आपण मैंने ये पिज्जा बर्गर खाऊँ पिज्जा बर्गर को आज खाई काली बंद करदे सी धीरे धीरे चलो गोटे स्टेज आसो जिते कि आउ कहीं खाइबे ना धीरे धीरे केत से पलैब आप जापर कि एवं तो चली मोमोर डिमांड पिज्जार डिमांड
ଆଉ ଏ ହଠାତ୍ କିନା ବନ୍ଦ ବି ହବନି। ସେମିତି ଆମର ଯୋଉ ସଂସ୍କୃତି କି ଆମେ ଯୋଉ ଦେଖୁଛେ କି ଆମର ଯୋଉ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆରେ ଆପଣମାନେ ଯେତେବେଳେ ମ୍ୟୁଜିୟମ ଯାଉଛନ୍ତି ଆପଣମାନେ ଦେଖୁଥିବେ ବହୁତ ପୁରାତନ ଜିନିଷ, ତଲୱାର, ଖଣ୍ଡା, ବର୍ଚ୍ଛା, ତାଙ୍କର ତୀର, ବାସ୍କେଟ ସବୁ। ତା ବ୍ୟତୀତ ଦେଖିବେ ସେମାନେ ବିଭିନ୍ନ ପ୍ରକାରର ଜୁଏଲାରୀ ସବୁ, ମାନେ ଯୋଉମାନେ ଯୋଉଗୁଡାକି ତାଙ୍କର ଦେଖିବ ମୁଣ୍ଡରେ ସିନ୍ଥି, କାନରେ, ତାଙ୍କର ବେକରେ, ତାଙ୍କର ହାତରେ, ତାଙ୍କର ଅଣ୍ଟାରେ, ତାଙ୍କର କମରରେ। ଆଦିବାସୀ ମାନଙ୍କୁ ଦେଖିବେ କେତେ ବଢିଆ ସୁନ୍ଦର। ଆପଣମାନେ ସମସ୍ତେ ଏଇ ଯୋଉ ଆମର ଟ୍ରାଇବାଲ ଆଦିବାସୀ ସଂଗ୍ରହାଳୟ ଅଛି, ମ୍ୟୁଜିୟମରେ ଗଲେ ଦେଖିବେ କେତେ ପ୍ରକାର ଆମର ଯୋଉ ପିଭିଟିଜି, କେତେ ପ୍ରକାର ଆଦିବାସୀ ମାନଙ୍କୁ ସବୁ ଷ୍ଟାଚ୍ୟୁ ଭଳିଆ ଛିଡା କରିକି ସବୁ ତାଙ୍କର ମୂର୍ତ୍ତି ମାନେ ବିଭିନ୍ନ ପ୍ରକାର ଆମର ଯେତିକି ଯୋଉ ଆମର ଯୋଉ 13ଟା ପିଭିଟିଜି କି ଆମର ଯୋଉ ମାନେ ସେଇ ଆଦିବାସୀ ମାନଙ୍କର ସବୁ କପଡା କେମିତି ପରିଧାନ କରିବାର ତାଙ୍କର ଶୈଳୀ, ତାଙ୍କର ଗହଣା ସବୁ ପିନ୍ଧିବାର ଶୈଳୀ, ସେ ସବୁ ଶୈଳୀ, ତାଙ୍କର କଣ ସବୁ ଶିକାର କରିବାର ଯୋଉ ଜିନିଷ ବ୍ୟବହାର କରନ୍ତି ତାର ଶୈଳୀ, ତାଙ୍କର ନାଚ ଗୀତର ଯୋଉ କଣ କଣ ବ୍ୟବହାର କରନ୍ତି ସେ ସବୁ ଜିନିଷକୁ ଏ ସବୁ ଆମେ ତାକୁ ସବୁ ପ୍ରିଜର୍ଭ କରି ରଖିଛୁ। କାହିଁକି? ଏଗୁଡାକ ସବୁ ମେଟେରିଆଲ ଇକ୍ୟୁପମେଣ୍ଟକୁ ପ୍ରିଜର୍ଭ କରିକି କାହିଁକି ରଖିଛନ୍ତି? କାହିଁକି ନା ଆପଣମାନଙ୍କୁ ସେ ଧାରଣା ଦବ। ଖାଲି ଆପଣ ସଂସ୍କୃତି ପଢିବେ କେମିତି ତାହେଲେ? ଖାଲି ଗପରେ ପଡିଯିବେ ସେମାନେ ଏମିତି ବାହା ହଉଥିଲେ, ସେମାନେ ଏମିତି ନାଚୁଥିଲେ, ସେମାନେ ଏମିତି ବୁଲୁଥିଲେ, ତାଙ୍କର ସଂସ୍କୃତି କହିଲେ ଏମିତି। ସବୁ ଜିନିଷ ପାଇଁ ପ୍ରମାଣ ଆବଶ୍ୟକ। ବିନା ପ୍ରମାଣରେ କେହି ବିଶ୍ୱାସ କରିବେ ନାହିଁ ଏବଂ ଆପଣମାନେ ଜାଣିପାରିବେ। ମୁଁ ଆପଣଙ୍କୁ ଦେଖନ୍ତୁ ପୂର୍ବରୁ କେତେ ପଥର ବିଷୟରେ ପଢେଇ ଚାଲିଥିଲି, ଉପକରଣ ପଢେଇ ଚାଲିଥିଲି, କିନ୍ତୁ ଆଜି ଯେତେବେଳେ ଫଟୋଟା ଦେଖେଇଲି ଆପଣଙ୍କୁ, ଦେଖି ଚିତ୍ରଟା ଦେଖି ଆପଣ ଜାଣିପାରିବେ କି ଆଚ୍ଛା ଚପର ତାହେଲେ ଏମିତି ଦେଖାଯାଏ। ନହେଲେ ଯେତେ ଗୀତ ଗପ ଗାଇଲେ ବି ସେ ମୁଣ୍ଡରେ ଯେତେ ପର୍ଯ୍ୟନ୍ତ ନ ଆପଣ ଯୋଉ ଫିଲ୍ମ ଦେଖିବା ପାଇଁ ଯାଉଛନ୍ତି, ଫିଲ୍ମଟା ଆପଣ ତ ଏଫଏମ୍ ରେଡିଓରେ ଶୁଣିଦେଲେ ଫିଲ୍ମ ଗୁଡା ହେଇଯାନ୍ତା, ଆପଣ ହଲକୁ କାହିଁ ଯାଉଛନ୍ତି? କାହିଁକିନା ଦେଖିବାର ଜିନିଷଟା ଗୋଟେ ଅଲଗା ତାର ପ୍ରଭାବ। ତେଣୁ ଏଇ ଯୋଉ ଆମର ଯୋଉ ବିଭିନ୍ନ ପ୍ରକାର ସଂଗ୍ରହାଳୟ ସବୁ ହେଇଛି, ଷ୍ଟେଟ ମ୍ୟୁଜିୟମ ହଉ କି ଟ୍ରାଇବାଲ ମ୍ୟୁଜିୟମ ହଉ, ଏ ସଂଗ୍ରହାଳୟ ଗୁଡାରେ ଏଇ ଯୋଉ ଆମର ପ୍ରସ୍ତର ଯୁଗର ଉପକରଣ ସବୁ, ଏଇ ପ୍ରସ୍ତର ଯୁଗରେ ଲୋକମାନେ ବ୍ୟବହାର କରୁଥିବା ତାଙ୍କର ଅଳଙ୍କାର, ପୁରୁଣା ଆଦିମ ଅଧିବାସୀ ମାନଙ୍କର ପରିଧାନ କରିବାର ତାଙ୍କର ବାଦ୍ୟଯନ୍ତ୍ର ସବୁ, ତାଙ୍କର ସେ ସମୟରେ କେମିତି ସେମାନେ ସମାଧି ଦଉଥିଲେ, କୋଉ କୋଉ ଯୋଉ ପୂଜା କରୁଥିଲେ, ତାଙ୍କର ପୂଜାର ସବୁ କିଭଳି ଭାବରେ ତାଙ୍କର ସ୍ଥଳ ହଉଥିଲା। ଏବଂ ଗୋଟେ ଗ୍ୟାଲେରୀ ଅଛି ପିଭିଟିଜି ଗ୍ୟାଲେରୀ, ଆପଣ ସେଠି ଗଲେ କେତେ ସୁନ୍ଦର ସବୁ ମାନେ ଆଦିବାସୀ ଯୋଉ ଆମର ତେର ଗୋଟି ଯୋଉ ପିଭିଟିଜି ଅଛନ୍ତି ତାଙ୍କର କେତେ ସୁନ୍ଦର ସବୁ କୁଡିଆ ବନା ହେଇଛି। ସେ କୁଡିଆର ଆପଣ ଆରମ୍ଭରୁ ଦେଖିଲେ ହିଁ ଜାଣିପାରିବେ ଯେ ଏଇଟା କୋଉ ଆଦିବାସୀର କୋଉ କୁଡିଆ। ତାର କନ୍ଧର, ତାର କୁଡିଆଟା କେଡେ ସୁନ୍ଦର ଦେଖାଯାଇଥିବ ଆପଣ ଦେଖିଲେ ଜାଣିପାରିବେ। ତାର ମାଙ୍କଡିଆର କି ସୁନ୍ଦର ଗଛରେ ମାଙ୍କଡ ଭଳିଆ ବସିଥିବେ, ସେମାନେ ତାକୁ ଶିକାର କରୁଥିବେ। ତ ସେମାନଙ୍କର ସବୁ ଗୋଟେ ଗୋଟେ ଜିନିଷ ଅଛି ଯୋଉଟା ଆପଣ ଦେଖିଲେ ଜାଣିପାରିବେ। ତ ଏଇ ଜିନିଷ ଗୁଡିକ ହିଁ ଆମେ ଆପଣମାନଙ୍କୁ ଏଇ ବିଭିନ୍ନ ପ୍ରସ୍ତର ଯୁଗରେ ବର୍ଣ୍ଣନା କରି କରି ଆପଣଙ୍କୁ ସବୁ ପ୍ରସ୍ତର ଯୁଗର ମାନେ କଣ କି ଗୁରୁତ୍ୱ କଣ, ତାର ଇମ୍ପୋର୍ଟାନ୍ସ କଣ, କେମିତି ଧୀରେ ଧୀରେ ଏ ପ୍ରସ୍ତର ଯୁଗଟି ଆମର ତମ୍ବା, ବ୍ରୋଞ୍ଜ, ଆଇରନ୍ ଏ ସବୁକୁ ବଦଳେଇଲା। ତାମ୍ର ହଉ କି ବ୍ରୋଞ୍ଜ ହଉ କିମ୍ବା ଲୌହ ଯୁଗରେ ପରିବର୍ତ୍ତନ ହେଲା। ଧୀରେ ଧୀରେ ଆମେ ଆପଣଙ୍କୁ ସେଇଆକୁ ବୁଝେଇ ଚାଲିଛୁ। ତ ବର୍ତ୍ତମାନ ଦେଖିବା ବେଲାନ ଏବଂ ବାଗର କୋଉ ଡିଷ୍ଟ୍ରିକ୍ଟ, ଆହ୍ଲାବାଦ ୟୁପିରୁ ଆମେ ପାଇଲୁ। ତା ବାଦେ ଆମର ଏଇ ବେଲାନରୁ ଆମର 3 ପ୍ରକାର ପାଇଲୁ। ଗୋଟେ ହଉଛି ସିସୁଆଲ ଫର୍ମେସନ, ପାତପଡା ଫର୍ମେସନ, ବାଗର ଫର୍ମେସନ, ଘଟମଣି ଫର୍ମେସନ। ଏ ସବୁର ଆମେ ଅପର ପାଲିଥିକର ସଂସ୍କୃତି ପାଇଲୁ। ଏ ସଂସ୍କୃତିରେ ଆମେ କଣ ପାଇଲୁ? ବିଭିନ୍ନ ପ୍ରକାର ତାଙ୍କର ଉପକରଣ, ତା ସହିତ ସେମାନେ କିଭଳି ଭାବରେ ରହୁଥିଲେ, ତାଙ୍କର ଗୃହପାଳିତ ପଶୁପକ୍ଷୀ, ତା ସହିତ ସେମାନେ କେଉଁ ପ୍ରକାର ଖାଦ୍ୟ ଶସ୍ୟ ବ୍ୟବହାର କରୁଥିଲେ, ଯୋଉଟା କି ମୁଁ ଆପଣଙ୍କୁ କହିଥିଲି ପାଉଁଶ ଗଦା ଉପରେ, କର୍ଣ୍ଣାଟକର ବିଭିନ୍ନ ଜାଗା ଉପରେ କୋଉ ଶସ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା, ସେମାନଙ୍କର ଜୀବନଯାପନର ଶୈଳୀ ସବୁ, ଏଇ ସବୁ ଜିନିଷ ସେମାନେ ପାଇପାରିଥିଲେ। ତ ଏଇ ତାପରେ ଏଇଟା ଆମର ଗଲା। ମୁଁ ଆପଣମାନଙ୍କୁ ଏଇ ଜାଗା ଗୁଡା ବି କହିଦେଇଛି। ନୂତନ ପ୍ରସ୍ତର ଯୁଗର ବସତି, ଏଇଟା ବି ଆପଣଙ୍କୁ କହିଥିଲି ପୂର୍ବ କ୍ଲାସରେ। ଆଉ ଟିକେ ଟିକେ ତା ସହିତ ଆପଣଙ୍କୁ ଯୋଡି ଯୋଡି କହିଦେବି, ଆଉ ଟିକେ ବୁଝେଇଦେବି ଅଧିକା, ବୁଝିପାରିବେ ଆରାମସେ। ଗୋଟେ ହଉଛି ଉତ୍ତର ପଶ୍ଚିମ ଅଞ୍ଚଳରେ ରାଜ୍ୟ ହଉଛି ବେଲୁଚିସ୍ତାନ। ଠିକ ଅଛି। ସୋ ଏଇ ବେଲୁଚିସ୍ତାନର କେଉଁ କେଉଁ ଜାଗାରୁ ନୂତନ ପ୍ରସ୍ତର ଯୁଗର ବସତି ସବୁ ମିଳିଲା? ନୂତନ ପ୍ରସ୍ତର ଯୁଗର ମାନେ ଏଇ ଯୁଗରେ ଯୋଉ ଲୋକମାନେ ଥିଲେ ଏଇ ଜାଗା ଗୁଡାରୁ ମିଳିଥିଲା। କୋଉ କୋଉ ଜାଗାରୁ? କିନ୍ତୁ ଆପଣମାନଙ୍କୁ ଜାଗା ଗୁଡାକୁ ଟିକେ ମନେ ରଖିବା ପାଇଁ ପଡିବ। ସବୁ ନ ହଉ ଦି ଦିଟା କରିକି ଟିକେ ଟିକେ ମନେ ରଖିଦେଲେ ବି ଆପଣମାନଙ୍କୁ ସୁବିଧା ହବ, କିଛି ଅସୁବିଧା ହବନି। ମେହେରଗଡ ମୁଁ ଆପଣମାନଙ୍କୁ ଯେତେଥର କହିଲିଣି, ମୁଁ ଭାବୁଛି କିଛି କିଛି ଆପଣଙ୍କର ମନେ ରହି ବି ଯାଇଥିବ। ମେହେରଗଡ, କିଲଗୁଲ ମହମ୍ମଦ ଏବଂ ରାଣା ଘୁଣ୍ଟାଏ, ଯୋଉ ଦିଟା ମନେ ରଖୁଛନ୍ତି ରଖନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ନାଁ ଗୁଡା ଟିକେ ମନେ ରଖିଲେ ସୁବିଧା। ସେଇଥିପାଇଁ ନାଁ ଗୁଡା ବାରମ୍ବାର କାହିଁକି କହୁଛି, କାହିଁକିନା ଆପଣ ନାଁ ମନେ ରଖିଦେଲେ ଆପଣ ଗୋଟେ ସିକ୍ୱେନ୍ସରେ ମନେ ରଖିଦେଇ ପାରିବେ କି ଏଇ ଜାଗାରୁ ଏଇଆ ସବୁ ପ୍ରସ୍ତର ଉପକରଣ ମିଳିଲା, ସେମାନଙ୍କର ଖାଦ୍ୟଶସ୍ୟ ଏଇଆ, ସେମାନେ ଗୃହପାଳିତ ପଶୁ ଏଇଆ ରଖୁଥିଲେ, ସେମାନେ ଏଇ ପ୍ରକାର ପାତ୍ର ସବୁ ବ୍ୟବହାର କରୁଥିଲେ। ତାପରେ ଆଗକୁ ଆଗକୁ ଆପଣ ଦେଖିବେ କେମିତି କଣ ଖାଉଥିଲେ,
କେଉଁ ଠାକୁରଙ୍କୁ ପୂଜା କରୁଥିଲେ, କେମିତି କବର ଦେଉଥିଲେ, ସବୁ ଧୀରେ ଧୀରେ ଯୋଡ଼ି ଯୋଡ଼ି ଚାଲିବ। ଯେତେ ଯୁଗ ଉପରେ ଉପରେ ହେଇ ଚାଲିବ, ବଢ଼ି ବଢ଼ି ଚାଲିବ। ତାପରେ ଦେଖନ୍ତୁ ଉତ୍ତର ଭାରତରେ ଆମର କାଶ୍ମୀରର ବୁର୍ଜାହମ ଗୁଫ୍ରକାଲ, କେନ୍ଦ୍ର ଭାରତରେ ଆମର ଉତ୍ତରପ୍ରଦେଶରେ ଆସିବ, କେନ୍ଦ୍ର ଭାରତ ଉତ୍ତରପ୍ରଦେଶ ଆମର କୋଲ୍ଡିହା ଏବଂ ମହାଗର ଆସିବ ଏ ଜାଗା। ପୂର୍ବ ଭାରତରେ ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ। ତ ପଶ୍ଚିମବଙ୍ଗରେ ପାଣ୍ଡୁ ରାଜାର ଦେବୀ, ପାଣ୍ଡୁ ରାଜାର ଦେବୀ, ଓଡ଼ିଶାରେ ଆମର କୁଚାଇ, ଗୋଲବୈଶାସନ, କୁଆଁର ଏବଂ ଶଙ୍କର ଜଙ୍ଗ, ଆସାମରେ ଆମର ଦାଓଜଲି ହାଡ଼ି ଏବଂ ସରତରୁ। ତାପରେ ଆମର ଦକ୍ଷିଣ ଭାରତରେ ପଳେଇ ଆସିଲା ଆମର କୋଉ କୋଉ ରାଜ୍ୟ ଆସୁଛି ଦକ୍ଷିଣ ଭାରତରେ ଆପଣମାନେ ଜାଣିଛନ୍ତି, ଇଷ୍ଟ ୱେଷ୍ଟ ନର୍ଥ ସାଉଥ। ତ ସାଉଥରେ କୋଉଗୁଡ଼ା ପଳେଇ ଆସିଲା ଆମର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ। ତ କର୍ଣ୍ଣାଟକରେ ଆମର କ'ଣ ମିଳିଲା, କୁବଗଲ, ହାଲୁର, ଟେକ୍ଲାକୋଟା, ବ୍ରହ୍ମଗିରି, କୋଡେକାଲ। ଏବଂ ଆନ୍ଧ୍ରପ୍ରଦେଶରେ ଆମର ଆସିଲା ଉତନୁରୁ, ପିକ୍ଲିହାଲ ଏବଂ ନାଗାର୍ଜୁନ କୋଣ୍ଡା। ଏବଂ ତାମିଲନାଡୁରେ ଆମର ଆସିଲା ପୟ୍ୟମପଲ୍ଲୀ। ଠିକ ଅଛି। ତ ତାମ୍ରପ୍ରସ୍ତର ଯୁଗକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ କହିଦେବି। ପ୍ରଥମେ ଆମର ଯେଉଁ ମେଜୋଲିଥିକ ଥିଲା ଗୋଟେ ମଝିରେ, ଯେଉଁଟାକି ଆମର ନୂତନ ଯୁଗ ପୂର୍ବରୁ ମେଜୋଲିଥିକ ଥିଲା, ସେଇଟାକୁ ମୁଁ ଆରଥର ଟିକେ ମାନେ ଟିକେ କମ୍ କହିଥିଲି। ତ ଆଜି ଆପଣମାନଙ୍କୁ କହିଦେଉଛି ସେ ମେଜୋଲିଥିକରେ କ'ଣ ହେଲା। ଆପଣମାନେ ଏଇ ଯେଉଁ ନୂତନ ପ୍ରସ୍ତର ଯୁଗରେ ଦେଖିଲେ, ଏଇଠି ଯେଉଁ ଦେଖିଲେ, ୟାର ତା ସହିତ ବହୁତ ଗୁଡ଼ା ଆପଣ ସମାନତା ପାଇପାରିବେ। ତ ମଧ୍ୟଯୁଗ, ନୂତନ ପ୍ରସ୍ତର ଯୁଗରେ ଯେଉଁ ସବୁ ଆପଣ ଦେଖିଲେ, ତ ମଧ୍ୟଯୁଗରେ ଆପଣମାନେ କ'ଣ ଦେଖିବେ, ସେଇଥିରେ ମିଳିବ ଆମର ମେହସାନା ଗୁଜରାଟର ଲଙ୍ଗନାଜରେ। ଠିକ ଅଛି। ସେଣ୍ଟ୍ରାଲ ଇଣ୍ଡିଆର ଆମର ମଧ୍ୟପ୍ରଦେଶରେ କ'ଣ କ'ଣ ମିଳିଲା, ଭୀମବେଟକା, ଏଇଟାକୁ ଟିକେ ଦେଖନ୍ତୁ ତାହେଲେ ଜାଣିପାରିବେ। ଠିକ ଅଛି। ଭୀମବେଟକା ମିଳିଲା ଆମର, ଆଦାମଗଡ଼ ମିଳିଲା, ସରାଇ ନହର ରାଇଗା, ମିର୍ଜା ଏବଂ ମୋହନା ପହାର ମିଳିଲା, ବୋଗାଇ କୋହରରୁ ମିଳିଲା, ଲଖାନିଆ, ଛୋପାନି ମଣ୍ଡ ଆଲାହାବାଦର ଜାଗା, ଗୁଙ୍ଗାରିଆ, ରକ୍ସେଲର ୱାନ, ଦାମଦମା, ପାତ୍ରରଗଡ଼ ଇନ୍ ୟୁପି, ପାତ୍ରପାଣଗଡ଼ ଇନ୍ ୟୁପିରେ। ତ ଏଇସବୁ ଜାଗାରୁ ସେଣ୍ଟ୍ରାଲ ଇଣ୍ଡିଆରେ ମିଳିଲା। ତା ବ୍ୟତୀତ ଇଷ୍ଟର୍ଣ୍ଣ ଇଣ୍ଡିଆରେ ମିଳିଛି ଏବଂ ଆମର ପୂର୍ବରୁ ଏବଂ ଆମର ଦକ୍ଷିଣରୁ ବି ମିଳିଛି, ଟେରି ଜାଗାରେ ମିଳିଛି। ତ ତାପରେ ଆମର ନୂତନ ପ୍ରସ୍ତର ଯୁଗରେ ଦେଖିଲେ ଆପଣମାନେ ସେମିତି ବେଲୁଚିସ୍ତାନ, କାଶ୍ମୀର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମାନେ ଆମର 2, 3, 4, 5, 6, 7, 8, 9 ଗୋଟି ଜାଗାରୁ ମିଳିଲା। ସେଇଥିରେ ଏଇଟା ପାକିସ୍ତାନଟା ସେତେବେଳେ ଥିଲା ସେଇ ବର୍ଡରରେ ବୋଲି, ଯେହେତୁ ଏଇଟା ୟା ସହିତ ମିଶିକି ଥିଲା, ଆମର 9 ଗୋଟି ଜାଗାରୁ ମିଳିଲା। ବର୍ତ୍ତମାନ ଆମର এইଗୁଡ଼ିକ ସଂସ୍କୃତି ଦେଖନ୍ତୁ, ଆମର ତାମ୍ର ପ୍ରସ୍ତର ଯୁଗର ସଂସ୍କୃତି, ଯେଉଁଟାକି ମୁଁ ଆପଣଙ୍କୁ ଖାଲି ସଂସ୍କୃତି ଗୁଡ଼ା କହିଥିଲି, ଟିକେ ସେ ବିଷୟରେ ବି ଆପଣଙ୍କୁ ଆଉ ଟିକେ ବର୍ଣ୍ଣନା କରିଦେବି। ତ ଏଇ ଯେଉଁ ସଂସ୍କୃତି ତାମ୍ର ପ୍ରସ୍ତର ଯୁଗରେ ମୁଖ୍ୟତଃ କ'ଣ ହେଉଥିଲା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଦକ୍ଷିଣ ଓ ପୂର୍ବ ଭାରତରେ ମିଳିଥିଲା। ତ ଏଇ ସମୟର ବୈଶିଷ୍ଟ୍ୟ କ'ଣ ଥିଲା, ଆପଣମାନଙ୍କୁ ଯାହା ମୁଁ କହି ରଖୁଛି, ବୈଶିଷ୍ଟ୍ୟ ହେଇଥିଲା ଯେ ଏଇ ସମୟରେ ସେମାନେ ମୁଖ୍ୟତଃ ତାମ୍ରର ଜିନିଷ ସବୁ ବ୍ୟବହାର କରୁଥିଲେ। ତ ତାମ୍ରର ଯୁଗର ବ୍ୟବହାର କରୁଥିଲେ ସେ ସଂସ୍କୃତି ଗୁଡ଼ିକୁ ସେମାନେ କ'ଣ କରିଥିଲେ, ବିଭିନ୍ନ ପ୍ରକାର ଜାଗା ହିସାବରେ ତାର ସବୁ ନାଁ କରିଥିଲେ। ତେଣୁ ସେଇ ଯେଉଁ ନାଁ ଗୁଡ଼ା କରିଥିଲେ, ତ ସେ ନାଁରେ କାୟସ୍ଥ ସଂସ୍କୃତି, ବଣାସ ସଂସ୍କୃତି, ମାଳବ ସଂସ୍କୃତି, ଜରୁଇ ସଂସ୍କୃତି ଏବଂ ସବଲଦା ସଂସ୍କୃତି। ତ এই ସଂସ୍କୃତି ଗୁଡ଼ିକ କେଉଁ କେଉଁ ଜାଗାରେ ମିଳେ ମୁଁ କହିଦେଇଥିଲି ଅଲରେଡ଼ି, ଆପଣଙ୍କୁ ଆଗରୁ କହିଛି। ତେଣୁ এই ସଂସ୍କୃତି ଗୁଡ଼ିକ କେଉଁ କେଉଁ ଜାଗାରୁ ଆମର ଦରକାର ନାହିଁ, କିନ୍ତୁ ତାମ୍ର ସଂସ୍କୃତି କ'ଣ ଏବଂ ୟାକୁ ଆମେ କିଭଳି ଭାବରେ ସଞ୍ଚୟ କରି ରଖିପାରିବା ସେ ବିଷୟରେ ମୁଁ ଆପଣଙ୍କୁ ଟିକେ କହିଦେବି। ତେଣୁ ତାମ୍ର ସଂସ୍କୃତିରେ ମୁଖ୍ୟ ଉପାଦାନ ଥିଲା ତାମ୍ର, ମାନେ ତମ୍ବା ଆମର କପର। ଠିକ ଅଛି। ଏବଂ ଯାହାକି ମୁଁ ଯେଉଁ କହିଲି ଜାଗା ଗୁଡ଼ା ସେଇଥିରୁ ମିଳିଥିଲା। ଏବଂ ଉତ୍ତରପ୍ରଦେଶରେ ଦୋଆବ ଜାଗାରୁ ବହୁତ ମିଳିଛି। ମଧ୍ୟପ୍ରଦେଶରେ ବାଲଘାଟର ଜିଲ୍ଲାର କୁଙ୍ଗେରିଆ ଠାରେ 424ଟି ତାମ୍ର ବସ୍ତୁ ମିଳିଥିଲା, ଯେଉଁଗୁଡ଼ିକକୁ ସେମାନେ କ'ଣ କରିଥିଲେ, ସର୍ବାଧିକ ସବୁଠୁ ଅଧିକା ମିଳିଥିଲା ମଧ୍ୟପ୍ରଦେଶରେ। ସେମାନେ କ'ଣ କରିଥିଲେ, ତାକୁ ସଞ୍ଚୟ କରିଥିଲେ, କେଉଁଥି ଏବେ ବ୍ୟବହାର କେଉଁ କେଉଁ କାମରେ କରୁଥିଲେ, ସଞ୍ଚୟ କରି ରଖିଥିଲେ, କେଉଁ କେଉଁ କାମରେ ମୁଖ୍ୟତଃ ବ୍ୟବହାର କରୁଥିଲେ ବୋଲି ଭାବୁଥିଲେ, କଳନା କରୁଥିଲେ, ମାଛ ଧରିବା, ଶିକାର କରିବା, ଲଢ଼େଇ କରିବା ଏବଂ କୃଷି ପାଇଁ ବ୍ୟବହାର କରୁଥିଲେ। ଏହା ବ୍ୟତୀତ କୁରାଢ଼ୀ, ପ୍ରାଗ ଐତିହାସିକ କୁରାଢ଼ୀ, ବିଭିନ୍ନ ପ୍ରକାର ଖଣ୍ଡା, ତେଣ୍ଟା, ଆପଣ ଏଇ ଯେଉଁ ମାନବ ସଂଗ୍ରହାଳୟ ସବୁରେ ଯାଇକି ଦେଖିପାରିବେ ବି, ମାନବାକୃତି ଆଦି ମିଳିଥିଲା। ତ ଏଇ ତାମ୍ର ବସ୍ତୁ ଗୁଡ଼ିକ ଯେଉଁ ମିଳିଥିଲା, ତାମ୍ର ବସ୍ତୁଗୁଡ଼ିକୁ ସେମାନେ ସଞ୍ଚୟ କରିକି ରଖିଛନ୍ତି ଆମର ଏ ଯେଉଁ ସଂଗ୍ରହାଳୟରେ। ଆପଣମାନଙ୍କୁ ଏଇଥିରୁ ଧାରଣା ମିଳିଯିବ କି ତାମ୍ରରେ ସେମାନେ କେମିତି ବ୍ୟବହାର କରୁଥିଲେ, କେମିତି ତିଆରି କରୁଥିଲେ, ତାର କ'ଣ କ'ଣ ସବୁ କାମରେ ସେଗୁଡ଼ା ସବୁ ଲାଗୁଥିଲା। ତାପରେ ଏହା ବ୍ୟତୀତ ସେ କହୁଛି ତାମ୍ର ସଞ୍ଚୟ ସ୍ଥଳରୁ ଗୋଟେ ପ୍ରକାର ତାମ୍ର ମିଳିନି, ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ମିଳିଛି। ଗଙ୍ଗା ଯମୁନା ଦୋଆବ ଅଞ୍ଚଳରେ ଅବସ୍ଥିତ ବହୁ ଗୈରିକ ମାଟି ପାତ୍ର ସ୍ଥଳରୁ ତାମ୍ର ସଞ୍ଚୟ କରି ବାହାର କରାଯାଇଛି। ଏବଂ ଏହାକୁ ଦେଖିକି ଆମର ଐତିହାସିକମାନେ ଅନୁମାନ କରନ୍ତି, ଅର୍ଥାତ୍ ପ୍ରାଗୈତିହାସିକମାନେ ଅନୁଭବ କରନ୍ତି କି ଦୋଆବ ଅଞ୍ଚଳରେ ଗୈରିକ ମାଟିପାତ୍ର ସଂସ୍କୃତିର ଲୋକମାନଙ୍କ ସହିତ ଜଡ଼ିତ ଥିଲା ସେଇ ସଂସ୍କୃତି। କିନ୍ତୁ ବିହାର, ପଞ୍ଜାବ, ଓଡ଼ିଶା ଏସବୁରେ କୌଣସି ପ୍ରକାର ଏଇ ସଂସ୍କୃତି ବିଷୟରେ କିଛି ଧାରଣା ମିଳିନାହିଁ। ତେଣୁ ଏ
ତାମ୍ର ସଞ୍ଚୟକୁ ଗୈରିକ ମାଟି ପାତ୍ର ସଂସ୍କୃତି ସହିତ ସଂଯୋଗକୁ କେତେକ ଲୋକ ମଧ୍ୟ ମାନେ ବିଦ୍ରୋହ କରନ୍ତି, କାହିଁକିନା ଗୋଟେ ସଂସ୍କୃତି ଉପରେ ଯେତେବେଳେ କିଛି ଲୋକ ବାହାର କରୁଛନ୍ତି ସେମାନଙ୍କ ଧାରଣା ରହିବ ଏବଂ ଯେଉଁମାନେ ବାହାରେ ଅଛନ୍ତି ଶୁଣୁଛନ୍ତି ସେମାନଙ୍କର ଆଉ ଗୋଟେ ଧାରଣା ରହିବ। ତେଣୁ ଏଇ ଧାରଣା ସବୁ ଥିଲା। ତ ଏଇଟା ହେଉଛି ତାମ୍ର ସଂସ୍କୃତିର ଭିତ୍ତିଭୂମି ଏବଂ ଏଇ ସମୟର ଲୋକଙ୍କର ବିଭିନ୍ନ ପ୍ରକାର ପନ୍ଥା ମଧ୍ୟ ଥିଲା ଏବଂ ଲୋକମାନେ ବିଭିନ୍ନ ପ୍ରକାର ଶିକାର କରୁଥିଲେ, ଯେମିତିକି କୃଷି ପଶୁପାଳନ ଥିଲା ଏବଂ ବିଭିନ୍ନ ପ୍ରକାରର ତାମ୍ରପ୍ରସ୍ତର ଯୁଗରୁ ମାଛ ଅସ୍ଥି ମିଳିଥିଲା, ମାଛ କଣ୍ଟା ମିଳିଥିଲା। ଠିକ ଅଛି। ତ ଏଇ ତାମ୍ର ସଂସ୍କୃତିଟି ମୁଖ୍ୟତଃ ମଧ୍ୟ ପଶ୍ଚିମ ଭାରତର କୃଷ୍ଣ କର୍ପାସ ମୃତ୍ତିକା ଅଞ୍ଚଳରେ ବିକାଶ ଲାଭ କରିଥିଲା। ଏଇ ଜାଗାରେ ଯେଉଁ ତାର ଚରିତ୍ର ଥିଲା ସେଥିରୁ ଜଣାପଡ଼େ। ସ୍ଥାୟୀ ଭାବରେ ଏମାନେ ଜୀବନଯାପନ କରୁଥିଲେ, ଏମାନେ କୃଷି ପାଳନ କରୁଥିଲେ, ତାମ୍ରର ବ୍ୟବହାର କରୁଥିଲେ, ବିଭିନ୍ନ ପ୍ରକାର ତାମ୍ର ଫଳକ ଉଦ୍ୟୋଗ କରୁଥିଲେ ଏବଂ ଏହି ସଂସ୍କୃତିକୁ କେତେକ ସାଧାରଣ ବୈଶିଷ୍ଟ୍ୟ ଥିଲା କି ସେମାନେ ତାମ୍ରପ୍ରସ୍ତର ଏହି ସମୟରେ ସାଧାରଣ ମାଟି ପାତ୍ର ଭାବରେ କଳା ଓ ନାଲି ମାଟି ପାତ୍ରକୁ ବ୍ୟବହାର କରୁଥିଲେ। ଚକ ନିର୍ମିତ ମାଟି ପାତ୍ର, ବିଭିନ୍ନ ଚିତ୍ରିତ ମାଟି ପାତ୍ର ଯେଉଁଗୁଡ଼ିକ କି ହସ୍ତଶିଳ୍ପ ଓ କାରିଗରୀ ବିଦ୍ୟାରେ ମଧ୍ୟ ହାତରେ ତିଆରି ହେଇଥିଲା ଏବଂ ଏ ସମୟରେ ଲୋକମାନେ ହସ୍ତଶିଳ୍ପ ଓ କାରିଗରୀ ବିଦ୍ୟାରେ ମଧ୍ୟ ଦକ୍ଷ ଥିଲେ। ଲୋକମାନଙ୍କର ତାମ୍ର ପ୍ରଚଳନ ଥିବାରୁ ସେମାନଙ୍କୁ ଦକ୍ଷ ବୋଲି କୁହାଯାଏ ଏବଂ ତାଙ୍କର ମାନେ କମ୍ ସେ କମ୍ ଭାବନ୍ତି ଯେ ନାଇଁ ଜ୍ଞାନ ଟିକେ ଅଛି, ବୁଦ୍ଧି ଟିକେ ଅଛି ଆଗକୁ ବଢ଼ିବାର। ବିଭିନ୍ନ ତାମ୍ର ବସ୍ତୁ ବିଶେଷତଃ ମାଛ ଧରିବା କଣ୍ଟା, କୁରାଢ଼ୀ ମଧ୍ୟ ସେମାନେ ତାମ୍ର ଜିନିଷରେ ବ୍ୟବହାର କରୁଥିଲେ। ଆହାର ସଂସ୍କୃତି ଅଞ୍ଚଳରେ ତାମ୍ରର ବହୁଳ ବ୍ୟବହାର ଥିଲା, କିନ୍ତୁ ଗଙ୍ଗା ଉପତ୍ୟକାରେ ଏହାର ବ୍ୟବହାର ସମ୍ପର୍କରେ କୌଣସି ପ୍ରକାର ପ୍ରମାଣ ମିଳେନି। ଏହି ସଂସ୍କୃତି ଗୁଡ଼ିକ ଆମେ ଯଦି ସମୟକ୍ରମରେ ସଜାଇବା ତାହେଲେ ଆମେ ଜାଣିପାରିବା ଯେ କିଛି ଗୁଡ଼ା ପ୍ରାକ୍ ହରପ୍ପା, ଅନ୍ୟ କେତେକ ହରପ୍ପା ଏବଂ ଆଉ କେତେକ ପରବର୍ତ୍ତୀ ହରପ୍ପାରେ ଥିଲା। ମଧ୍ୟପ୍ରଦେଶରେ କାୟସ୍ଥ ସଂସ୍କୃତି ହରପ୍ପା ସଂସ୍କୃତିର ସମକାଳୀନ ଥିଲା। କେତେକ ତାମ୍ରପ୍ରସ୍ତର ଯୁଗ ସଂସ୍କୃତି ହରପ୍ପା ପ୍ରଭାବରେ ଚିହ୍ନ ବହନ କରେ, କିନ୍ତୁ ଆଉ କେତେକ ଯଥା ମାଳବ ଏବଂ ଜରୁରୀ ହରପ୍ପା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ଏକ ନିଜସ୍ୱ ରଖିଥିଲେ। ଠିକ ଅଛି। ଏଇଟା ତାମ୍ର ସଂସ୍କୃତିର ଜିନିଷ ଯୋଉଟାକି କେମିତି ଅଧପତନ ହେଲା। ହରପ୍ପା ପୂର୍ବରୁ ଏଇଟା ଆରମ୍ଭ, ହରପ୍ପା ପରେ ଏଇଟା ଆରମ୍ଭ ହୋଇଥିଲା। ଅଧପତନର ବି ତାର ବିଭିନ୍ନ କାରଣ ସବୁ ଅଛି, ଯୋଉଠି ଜଣାପଡ଼ିଲା କି ମୁଖ୍ୟତଃ ଲୋକମାନେ ବହୁତ ଧରି ବାସ ଶୂନ୍ୟ ହେଇଥିଲେ। ସେମାନେ ଭାବୁଥିଲେ କି ଏଇଠି ମେ ବି ପ୍ରାକୃତିକ ବିପର୍ଯ୍ୟୟ ହେଇଛି କି କିଏ ଗୋଟେ ଆସିକି ଆକୁ ଜବରଦସ୍ତି ମାଡ଼ି ବସିଛି କିନ୍ତୁ ବହୁତ ଗୁଡ଼ା ଗୋଟେ ସଭ୍ୟତା ତାର ଲୋପ ପାଇବା ପଛରେ ବହୁତ ଗୁଡ଼ା କାରଣମାନ ଥାଏ। ତାପରେ ଆମେ ଆସିବା ଆମର ହରପ୍ପା ସଭ୍ୟତାକୁ, ଯୋଉଟାକି ମୁଁ ଆପଣଙ୍କୁ ଆଗରୁ କହିଥିଲି। ତେଣୁ ହରପ୍ପା ସଭ୍ୟତାରେ ତାର ଆବିଷ୍କାର, ବିସ୍ତୃତି, ତାର ସାମାଜିକ ବ୍ୟବସ୍ଥା, ପୋଷାକ, ଅଳଙ୍କାର, ଆମୋଦ ପ୍ରମୋଦ, ରାଜନୈତିକ ବ୍ୟବସ୍ଥା, ଧର୍ମ ବିଶ୍ୱାସ ଏସବୁ ଆପଣଙ୍କୁ କହିଥିଲି। ତ ତା ବାଦେ ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବା ପାଇଁ ଚାହୁଁଥିଲି କି ସେମାନେ କିଭଳି ଭାବରେ, ଯୋଉଟାକି ମୁଖ୍ୟତଃ ଆପଣଙ୍କୁ ତ ତାଙ୍କର ଜଳ ନିଷ୍କାସନଠୁ ଆରମ୍ଭ କରି ସବୁ ଜିନିଷ କହିଛି। ତେଣୁ ହରପ୍ପାଟା ସେ କହୁଥିଲେ ଫାଷ୍ଟ କୋଉଠି ମିଳିଥିଲା କି କହିଦେଉଛି। ହରପ୍ପା ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ଯୋଉଟା ଆମେ କହୁଛୁ, ଠିକ ଅଛି। ତ ହରପ୍ପାଟା ଆମର ହରପ୍ପା କୋଉଠି ମିଳିଥିଲା? ରବି ଇନ୍ ପଞ୍ଜାବର ପାକିସ୍ତାନରେ ମିଳିଥିଲା। ଚହ୍ନୁଦାର ଅନ୍ ଇଣ୍ଡସ୍ରୁ ପାକିସ୍ତାନରେ ମିଳିଥିଲା। ମହେଞ୍ଜୋଦାର ଅନ୍ ଇଣ୍ଡସ୍ରୁ ଲର୍କାନ ଏବଂ ପାକିସ୍ତାନରେ ମିଳିଥିଲା। ଲୋଥାଲ ସାବରମତୀର ଗୁଜରାଟର ଇଣ୍ଡିଆରୁ ମିଳିଥିଲା। ସର୍କୋଟା କୋଚ୍ ରାଜ୍ୟର ଗୁଜରାଟ ଆମ ଭାରତରୁ ମିଳିଥିଲା। କାଲିବାଙ୍ଗନ ଗଙ୍ଗାନଗର ରାଜସ୍ଥାନ ଭାରତରୁ ମିଳିଥିଲା। ବନୱାଲି ହିସରୁ ହରିୟାଣାରେ ମିଳିଥିଲା। ସେ କହୁଛି ଏହା କମ୍ ସେ କମ୍ 200ରୁ ଅଧିକ ମିଳିଛି ଏହା ବଦଳା ହେଲା। କିନ୍ତୁ ସେ କହୁଛନ୍ତି ଏସବୁ ବଦଳା ଆଉ 3ଟି ଜାଗା ଅଛି ଯୋଉଟାକି ଆପଣମାନଙ୍କୁ ବହିରେ ମିଳିଯିବ, ଏଇଠି ନାହିଁ ମେଟେରିଆଲ। ତ ସେଇଥିରେ କ'ଣ, ସେଟା ହେଉଛି ଗନୱେରୀ ବାଲା 880 ହେକ୍ଟର, ରଖଗରି 8 ହେକ୍ଟର। ଏ ଦୁଇଟି ଯାକ ଘାଗର ଆଉ ହାକରା ଠାରେ ଅଛନ୍ତି। ଢଲବିରା ଆଉ କଚ୍ଛ ଯୋଉଟାକି 50 ହେକ୍ଟର। ସେ କହୁଛି ଏଇଗୁଡ଼ାରେ ବି ଆମକୁ ବହୁତ ଗୁଡ଼ା ଜିନିଷ ମିଳିଥିଲା। ତେଣୁ ସେମାନେ କ'ଣ କଲେ, ତେଣୁ ଧୀରେ ଧୀରେ କ'ଣ କରାଗଲା ନା ହରପ୍ପାଙ୍କୁ ଅଲଗା ଅଲଗା ଆଉ ଗୋଟେ ଏଇ ମାନେ ଇଣ୍ଡସ୍କୁ ଅଲଗା ଅଲଗା ନାଁରେ ଦିଆଗଲା। ପ୍ରି ହରପ୍ପାଙ୍କୁ ସେମାନେ ଆର୍ଲି ହରପ୍ପାନ ବୋଲି କହିଲେ, ମ୍ୟାଚ୍ୟୁର ହରପ୍ପାଙ୍କୁ ସେମାନେ ଅର୍ବାନ ଫେଜ୍ ଅଫ୍ ହରପ୍ପାନ ବୋଲି କହିଲେ ଏବଂ ଲେଟ୍ ଅବଶ୍ୟ ପରବର୍ତ୍ତୀ ହରପ୍ପାକୁ ସେମାନେ ପୋଷ୍ଟ ଫେଜ୍ ଅଫ୍ ହରପ୍ପାନ ବୋଲି କହିଲେ। ଏବଂ ଜନ୍ ମାର୍ଶଲ ଏଇ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନକୁ 3100ରୁ 2750 BC ବୋଲି କଳନା କରିଛନ୍ତି। କିନ୍ତୁ ଅଗ୍ରୱାଲ ବି ତାପରେ ଭାବିଛନ୍ତି, କିନ୍ତୁ ନାଇଁ ଏଟା ବୋଧେ 2350ରୁ 1700 BC କଳନା। ଏବଂ ସେମାନେ ଗୋଟେ କ'ଣ କି ଗୋଟେ ଅନୁମାନିକ ଦେଇଛନ୍ତି କି ଯୋଉ ଆର୍ଲି ହରପ୍ପା ଅଥବା ଆଗୁଆ ହରପ୍ପାଟା, ସେ କହୁଛନ୍ତି ଏଟା
ମେ ବି 3000 BC, ମ୍ୟାଚ୍ୟୁରଟା ହେଉଛି 2500 ରୁ 2000 BC, ଏବଂ ଲେଟ୍ଟା ହେଉଛି 2000 ରୁ 1500 BC ଅଥବା 1200 BC ଆପଣ କହିପାରିବେ। ତ ଏଇସବୁ ଏହା ହେଉଛି ତାର ବିଭିନ୍ନ ସମୟ ସୀମା, ଯେଉଁଟାକି ମୁଁ ଆପଣଙ୍କୁ ଟିକେ ଟିକେ କହିଥିଲି। ତ ହରପ୍ପା ଲୋକମାନେ ବିଭିନ୍ନ ପ୍ରକାର କୁହୁକ ଏବଂ ତନ୍ତ୍ରରେ ବିଶ୍ୱାସ କରୁଥିଲେ ବୋଲି ସେମାନେ ବିଭିନ୍ନ ପ୍ରକାର ଡେଉଁରିଆ ସବୁ ପାଇଛନ୍ତି। ଶବ ସତ୍କାରଟା ଆପଣ ଆଉ ଥରେ କହିଦେଉଛି କାରଣ ଏଇଟା ବହୁତ ଦରକାରୀ। ବିଭିନ୍ନ ପ୍ରକାର ସେମାନେ ଉପାୟରେ ଶବ ସତ୍କାର କରୁଥିଲେ, ସମ୍ପୂର୍ଣ୍ଣ ଆଂଶିକ ଏବଂ ଶବ ଦାହ ପରେ ସେମାନେ ସମାଧି ଦେଉଥିଲେ। ତ ଏହା ବ୍ୟତୀତ ହରପ୍ପାର ଯେଉଁ ବିଭିନ୍ନ ପ୍ରକାର ସମାଧି ମିଳିଛି, ଯେଉଁଥିରେ କି ଆମର ମସ୍ତକ ବିହୀନ ପୁରୁଷମାନଙ୍କର ମଧ୍ୟ ସମାଧି ମିଳିଛି। ସେମାନେ ମସ୍ତକ ଏବଂ ବାହୁକୁ ଯୋଡ଼ିବା ପାଇଁ ବିଭିନ୍ନ ପ୍ରକାର କ'ଣ କରୁଥିଲେ, ସେମାନେ ସେ କହୁଛନ୍ତି ଯେ ଗୋଟେ ଲାଲି ବାଲି ପଥରରେ ତିଆରି କରାଯାଇଥିଲା। ମସ୍ତକ ବାହୁକୁ ଯୋଡ଼ିବା ପାଇଁ ଗୋଟେ ଗାତ ଭଳିଆ କରୁଥିଲେ, ଏବଂ ତଳି ପେଟ ଯାହାକି ସାମାନ୍ୟ ବାହାରକୁ ଉଦ୍ଗତ ଦେଖାଯାଉଥିଲା, ଶରୀରର ପୁଥୁଳ ଅଂଶ ୟା ଭିତରେ ତାକୁ ସେ ପୋତି ଭଳିଆ ରଖୁଥିଲେ। ଗୋଟିଏ ନର୍ତ୍ତକକୁ ସେ ପ୍ରତିନିଧିତ୍ୱ କରୁଥିବା ଏକ ଛୋଟ ମୂର୍ତ୍ତି ହରପ୍ପାରେ ମିଳିଛି। ତାର ରଙ୍ଗ ହେଉଛି କଳା ଧୂସର ରଙ୍ଗର, ଯାହାର ଉଚ୍ଚତା ବି ମାନେ 4 ଫୁଟରୁ କମ୍ ହେବ। ତ ଏମାନେ ପ୍ରତ୍ନତତ୍ତ୍ୱବିତ୍ ମାନେ ୟାକୁ ନଟରାଜ ଶିବଙ୍କର ପ୍ରତିରୂପ ବୋଲି କରନ୍ତି। ତ ହରପ୍ପାରୁ ଆମେ ଶିବଙ୍କର ପ୍ରତିରୂପ ବୋଲି ମାନେ ସେମାନେ ସେଟାକୁ ପୂଜା କରୁଥିଲେ ବୋଲି ପ୍ରମାଣ ମିଳେ। ତ ଶିବଙ୍କର ଉପାସକ ଭାବେ ଥିଲେ ବୋଲି ଜଣାପଡ଼େ। ତା ବ୍ୟତୀତ ଯେଉଁ ଧ୍ୱଂସାବଶେଷ ମିଳିଲା, ଯେଉଁଥିରେ ମୁଁ ଆପଣଙ୍କୁ କହିଲି ମସ୍ତକ ବିହୀନ ପୁରୁଷ ମୂର୍ତ୍ତି ଏହି ସଂସ୍କୃତିର ଗୋଟେ କୌତୂହଳଜନକ ନମୁନା ଅଟେ, ଯେଉଁଟାକି ସେମାନେ କ'ଣ କି ଲାଲି ବାଲି ପଥରରେ ତିଆରି କରୁଥିଲେ। ମସ୍ତକ ଓ ବାହୁକୁ ଯୋଡ଼ିବା ପାଇଁ ସେମାନେ କ'ଣ କି ଗୋଟେ ଗର୍ତ୍ତିକାର ବ୍ୟବସ୍ଥା କରିଥିଲେ, ଏବଂ ତଳି ପେଟ ଯାହାକି ସାମାନ୍ୟ ବାହାରକୁ ବାହାରିକି ହୋଇଥିଲା, ଏବଂ ଶରୀରର ଅନ୍ୟ ପୁଥୁଳ ଅଂଶ ଏହି ଭାସ୍କର୍ଯ୍ୟର ସୌନ୍ଦର୍ଯ୍ୟକୁ ରଧିମନ୍ତ କରିଥିଲା। ଏଇଟା ହେଉଛି ତାଙ୍କର ଗୋଟେ ଡିଜାଇନ୍ ଆଉ ଷ୍ଟ୍ରକ୍ଚର ଥିଲା। ତାପରେ ପୋଡ଼ା ମାଟିରେ ବି ସେମାନେ ଛୋଟ ଛୋଟ ସବୁ ମୂର୍ତ୍ତି ବନେଇକି ରଖିଥିଲେ। ତ ଆପଣଙ୍କୁ ତ ଅଳଙ୍କାର ମାଟି ପାତ୍ର ସବୁ କହିଦେଇଥିଲି। ଶେଷରେ ହରପ୍ପାର ଯେଉଁ ପତନ ହେଇଥିଲା ତାର ବିଭିନ୍ନ କାରଣ ଥିଲା କି ସିନ୍ଧୁ ନଦୀର ନିମ୍ନ ଉପତ୍ୟକାରେ ଖ୍ରୀଷ୍ଟପୂର୍ବ 2000 ବେଳକୁ ଭୀଷଣ ବନ୍ୟା ଯୋଗୁଁ ବୋଧହୁଏ ତାର ପତନ ହେଇଥିଲା। ଏଇ ପତନ ସବୁ ଆମର ସେମାନେ କହୁଛନ୍ତି କି ଆର୍ୟମାନେ ବି ବହିକ ମାନେ ବାହ୍ୟ ଆକ୍ରମଣ ତା ଛଡ଼ା ଆର୍ୟମାନେ ବି ବିଭିନ୍ନ ପ୍ରକାର ଜବରଦସ୍ତି ଦଖଲ କଲା ଫଳରେ ଏହାର ପତନ ହୋଇଥିଲା। ଏବଂ ପିଗୋଟ, ଗର୍ଟନ, ହୁଇଲର ଏମାନେ ସବୁ କହିଥିଲେ ଇଣ୍ଡୋ ୟୁରୋପିଆନ ଲୋକମାନେ ବି ଙ୍କ ଯୋଗୁଁ ବିଭିନ୍ନ ପ୍ରକାର ବାହାର ନୋମାଡ୍ସ ମାନେ ବି ଆସିକି ଏହାର ପତନର ମୁଖ୍ୟ କାରଣ ସବୁ ଥିଲା। ଏହା ବ୍ୟତୀତ ଅନ୍ୟ ସବୁ ବହୁତ କାରଣ ଅଛି, ଯେଉଁଟାକି ମୁଁ ଆପଣଙ୍କୁ ଆଗରୁ ଅଲରେଡ଼ି କହିଦେଇଛି କି ପ୍ରାକୃତିକ ବିପର୍ଯ୍ୟୟ ହେଇଥିଲା ପରିବେଶ ସନ୍ତୁଳନ ପାଇଁ, ଯେଉଁ ଧୀରେ ଧୀରେ ମାଟିର ଉର୍ବରତା କମିଲା, ଧୀରେ ଧୀରେ ତାଙ୍କର ବନ୍ୟା ବାରମ୍ବାର ହେଲା, ଧୀରେ ଧୀରେ ପରିବେଶ ବଦଳିଲା। ଏଇସବୁ ବି ଗୋଟେ କାରଣ ହେଇଥାଇପାରେ ହରପ୍ପା ସଂସ୍କୃତିର। ଏବଂ ତାଙ୍କର ଯେଉଁ ମୁଖ୍ୟ ଥିଲା ଯେଉଁଟାକି ବାଣିଜ୍ୟ କେନ୍ଦ୍ର, ସେ ବାଣିଜ୍ୟ କେନ୍ଦ୍ରରେ ଲୋକମାନେ ବାଣିଜ୍ୟ ଛଡ଼ା ବିଭିନ୍ନ ଅଧପତନ ମାନେ ପିଆ ପିଇ କରିକି ବିଭିନ୍ନ ନିଜକୁ ଆମୋଦ ପ୍ରମୋଦରେ ବ୍ୟସ୍ତ ରଖିଲେ, ଯେଉଁଟାକି ସେଟା ବି ସେମାନେ ଭାବନ୍ତି ଗୋଟେ କାରଣ ହେଇପାରେ। ତ ଏଇସବୁ ବିଭିନ୍ନ କାରଣ ହରପ୍ପା ସଂସ୍କୃତିର ଅବକ୍ଷୟର କାରଣ। ତ ଏଇ ଯେଉଁ ଆମର ଯେଉଁ ଆମେ ସଂସ୍କୃତି ପଢ଼ି ଚାଲିଲେ ପାଲିଓଲିଥିକ୍ ଅଥବା ପ୍ରସ୍ତର ଯୁଗରୁ ଏଇ ହରପ୍ପା ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଅଥବା ହରପ୍ପା ସଂସ୍କୃତି, ସବୁ ସଂସ୍କୃତିର ଆରମ୍ଭ ବି ହେଇଛି ଏବଂ ଅନ୍ତ ବି ହେଇଛି। ତ ସବୁ ସଂସ୍କୃତିଟା ଧୀରେ ଧୀରେ ପର୍ଯ୍ୟାୟକ୍ରମରେ ଶେଷ ହୋଇଛି। ହରପ୍ପା ସଂସ୍କୃତିଟା ପୁରା ପିକ୍ରେ ଥିଲା। ତା ସଂସ୍କୃତି, ତାର କଳା, ତାର ନିଷ୍କାସନ, ତାର ସହର ପ୍ଲାନିଂ ପାଇଁ ପୁରା ଟପ୍ରେ ଥିଲା। ଏବଂ ଧୀରେ ଧୀରେ ଗୋଟେ ଛାପ ଛାଡ଼ିକି ଧୀରେ ଧୀରେ ସିଏ ତାର ଅବକ୍ଷୟକୁ ଗଲା, କାହିଁକିନା ତାପରେ ପୁଣି ନୂଆ ନୂଆ ଜିନିଷ ଆରମ୍ଭ ହେଇ ଚାଲିଲା। ସୋ ଏତିକରେ ମୁଁ ଆଜିର ଏଇ କ୍ଲାସ୍ଟିକୁ ବନ୍ଦ କରୁଛି। ଧନ୍ୟବାଦ।